ভাই জয় গুরু জয় গুরু জয় গুরু ସମସ୍ତ ହଁ ଭାଇ ଜୟ ଗୁରୁ। ଜୟ ଗୁରୁ ଶରତ ଭାଇ ଜୟ ଗୁରୁ ଜୟ ଗୁରୁ ସମସ୍ତଙ୍କୁ ଜୟ ଗୁରୁ। ଗୁଣଧର ଭାଇ ଜୟ ଗୁରୁ ଜୟ ଗୁରୁ जय गुरु। ଜୟ ଗୁରୁ ମପଦିନୀ ମା ଜୟ ଗୁରୁ ଦଳବନ୍ଧ ଭାଇ ଜୟ ଗୁରୁ दादा जय गुरु। ଜୟ ଗୁରୁ ବିବେକ ଜ୍ୟୋତି ବାବୁ ଜୟ ଗୁରୁ भाई जय गुरु। ଜୟ ଗୁରୁ ତପଇ ମା ଜୟ ଗୁରୁ ଜୟ ଗୁରୁ जय गुरु समस्त को जय गुरु। ଦାଦା ଜୟ ଗୁରୁ ଜୟ ଗୁରୁ ବର୍ତ୍ତମାନ ଆମେ ଜୟ ଗୁରୁ ରାମନାଥ ଭାଇ ଜୟ ଗୁରୁ ସମସ୍ତଙ୍କୁ ଜୟ ଗୁରୁ। ବର୍ତ୍ତମାନ ଆମେ ସତ୍ସଙ୍ଗ ଆରମ୍ଭ କରିବା। ଆଉ ଆଜିର ସତ୍ସଙ୍ଗ ନିବେଦନ କରିଛନ୍ତି ଆମ ସହନୀୟ ଫକୀରଦା ଠାକୁରଙ୍କର ପବିତ୍ର ପଞ୍ଜାବୀ କର୍ମୀ ଇଞ୍ଜିନିୟର ଫକୀର ମନ୍ଧଳ ଆଉ ତାଙ୍କର ସୁକନ୍ୟା ଡକ୍ଟର ସାଗରିକା ତାଙ୍କର ଆଜି ଜନ୍ମଦିନ। ସେଇ ଡକ୍ଟର ସାଗରିକାଙ୍କର ସର୍ବଦା ମଙ୍ଗଳ ପାଇଁ ପ୍ରାର୍ଥନା ସହିତ ଫକୀରଦା ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ତ ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧେୟ ବିଶ୍ୱ ଭାଇ ଇଞ୍ଜିନିୟର ବିଶ୍ୱମୋହନ ସାମଲ। ପ୍ରତି ମାସର 9 ତାରିଖ ସତ୍ସଙ୍ଗ ସେ ନିବେଦନ କରିଛନ୍ତି ତାଙ୍କର ସୁପୁତ୍ର ସତ୍ୟଜିତଙ୍କ ଜନ୍ମଦିନ ଉପଲକ୍ଷେ। ଆଉ ଗତକାଲି ଆମେ ସତ୍ସଙ୍ଗରେ ସାମିଲ କରିପାରିନଥିଲୁ ଆଜି ସତ୍ସଙ୍ଗ ନିବେଦନ କରିଛନ୍ତି। ଆଉ ସେଇ ସତ୍ୟଜିତଙ୍କର ସର୍ବଦା ମଙ୍ଗଳ ପାଇଁ ପ୍ରାର୍ଥନା ସହିତ ବିଶ୍ୱ ଭାଇ ଉର୍ମିଳା ମା ତାଙ୍କ ପରିବାର ସମସ୍ତ जय गुरु भाई। ତ ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସଦ୍ୟ ସୁଶାନ୍ତ ଭାଇ ସୁଶାନ୍ତ କୁମାର ବେହେରା ତାଙ୍କର ଆଜି ବିବାହ ବାର୍ଷିକ। ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା ଜଣାଇବା ତାଙ୍କର ଦାମ୍ପତ୍ୟ ଜୀବନ ପ୍ରଭୁଙ୍କ ନେଇ ଉତ୍ତରୋତ୍ତର ଅଗ୍ରସର ହଉ ଆଉ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ତ ସହିତ ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ସେମାନେ ବୃନ୍ଦାବନ ଭାଇ ଇଞ୍ଜିନିୟର ବୃନ୍ଦାବନ ବେହେରା ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ତା ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧେୟ ପ୍ରଦୀପ ଭାଇ ସୁଧ ପ୍ରଦୀପ କୁମାର ପଟ୍ଟନାୟକ ତାଙ୍କର ସୁପୁତ୍ର ଦୀପକ ତାଙ୍କର ଆଜି ବିବାହ ଉପଲକ୍ଷେ ନିର୍ବନ୍ଧ କାର୍ଯ୍ୟ ସମାପନ ପାଇଁ ଯାଉଛି। ଆଉ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା ଜାଣିବା ତାଙ୍କର ଏଇ ଶୁଭ କାର୍ଯ୍ୟ ସୁଷ୍ଠୁଭାବରେ ସମ୍ପାଦନ ହବ ଏବଂ ତାଙ୍କର ଆଗାମୀ ବୈବାହିକ ଜୀବନ ଦାମ୍ପତ୍ୟ ଜୀବନ ମଧ୍ୟମ ଆନନ୍ଦପ୍ରଦ ଶାନ୍ତିପ୍ରଦ ହେଉଠୁ। ଆଉ ପ୍ରଦୀପ ଭାଇ ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧେୟ ପ୍ରସନ୍ନ ଭାଇ ସୁଦ ପ୍ରସନ୍ନ କୁମାର ପରିଡ଼ା ତାଙ୍କର ସୁକନ୍ୟା କ୍ଷଣପ୍ରଭା ତାଙ୍କର ଜନ୍ମଦିନ। କ୍ଷଣପ୍ରଭାଙ୍କର ସର୍ବଦା ମଙ୍ଗଳ ପାଇଁ ପ୍ରାର୍ଥନା ଜଣାଇବା ସହିତ ଆଉ ପ୍ରସନ୍ନ ଭାଇ ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ତ ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମ ଶ୍ରଦ୍ଧେୟ ମିତାଲି ମା ଶ୍ରୀମତୀ ମିତାଲି ରଥ ଆଉ ତାଙ୍କର ସୁପୁତ୍ର ଇଞ୍ଜିନିୟର ବୁଧାଦିତ୍ୟ ତାଙ୍କର ଯୋଉ ଏକ୍ଜାମ ଅଛି ତାଙ୍କର କୃତିତ୍ୱତା ସଫଳତା ପାଇଁ ଆମେ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା ଜଣାଇବା ସହିତ ମିତାଲି ମା ଅନୁଭ ଭାଇ ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ବର୍ତ୍ତମାନ ଶଙ୍ଖଦିନ ଗ୍ରହଣ କରିବେ ଆମର ଶ୍ରଦ୍ଧା ଜାନକୀ ମା ଶ୍ରୀମତୀ ଜାନକୀ ସାହୁ ଆଉ ସଦଗୁରୁ ବନ୍ଦନା କରିବେ ବସନ୍ତ ଭାଇ ସୁଧ ବସନ୍ତ କୁମାର ସାହୁ ଜାନକୀ ମା ବର୍ଣ୍ଣନା କରି ଶଙ୍ଖଦିନ ପ୍ରଦାନ କରନ୍ତି। गुरुर्ब्रह्मा गुरुर्विष्णु गुरुदेव महेश्वर गुरुरेव परम ब्रह्म तस्मै श्री गुरवे नमः। अखण्डमण्डलाकारं व्याप्तं येन चराचरं तत्पादं दर्शितं येन तस्मै श्री गुरवे नमः। ज्ञानतिमिरन्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्री गुरवे नमः। स्थावरं जगं व्याप्तं येन कृष्णं चराचरं तत्पादं दर्शितं येन तस्मै श्री गुरवे नमः। चिद्रूपेण परिव्याप्तं त्रैलोक्यं सचराचरं तत्पादं दर्शितं येन तस्मै श्री गुरवे नमः। नां गुरुरधिकं तत्त्वं नां गुरुरधिकं तपः तत्त्वज्ञानात् परं नास्ति तस्मै श्री गुरवे नमः। मन्नाथो श्री जगन्नाथो मद्गुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। गुरुरादिनादिश्च गुरु परमदैवतं गुरु पारुतरं नास्ति तस्मै श्री गुरवे नमः।
ब्रह्मानन्दं परमसुखदं केवलं ज्ञानमूर्तिं तन्दातीतं गगनसदृशं तत्पुरुषादिलक्ष्यम् एकं नित्यं विमलमचलं सर्वधि साक्षिभूतं भावातीतं त्रिगुणरहितं सद्गुरुं त्वां नमामि सद्गुरुं त्वां नमामि सद्गुरुं त्वां नमामि। जय गुरुदेव। जय गुरु। संबोधन प्रदान करले आम श्रद्धा जानकी माँ श्रीमती जानकी साहू और सदगुरु वंदना कले आम स्वामी वसंत भाई श्री वसंत कुमार साहू उभयंकर परिवार समस्त शारीरिक मंगल ठाकुर अशीष जन प्रार्थना। जय गुरु। बर्तमान आम समत भाव 2 मिनट नाम जप करवा नाम समय आरंभ है। जय गुरु समस्त जय गुरु। बर्तमान सत्यानुसरण ग्रंथ पाठ करेंगे आम श्रद्धेय मनी भाई श्रीयुक्त मनोरंजन बेहरा सत्यानुसरण ग्रंथ पाठ करेंगे। जय जय गुरु। जय गुरु। परम प्रेम श्री ठाकुर अनुकूलचंद्र श्रीहस्थ लिखित सत्यानुसरण ग्रंथ पठन अर्थ मान जश इत्यादि पाइबासरे मत ठाकुर सजाई भक्त हुआ नहीं सावधान हो ठकीज तुम ठाकुरत्व जाग्रत ना कई तुम केन्द्र भी नुहति ठाकुर भी नुहति फांकी देले ताही पाइबे। विषय मन संलग्न रहा आसक्ति कहती आ सत्रे संलग्न रहा भक्ति कहती। प्रेम भक्तिर ही क्रमोन्नति भक्तिर गाढ़त्व ही प्रेम अहंकार जोंथि जेते पतला भक्तिर स्थान सेठारे सेते बेसी। भक्तिहीन साधन सफल होबार उपाय केउठी भक्ति ही सिद्धि आनी दे पारे। विश्वास जेपरी अंध हुए नहीं भक्ति मध्य सेहीपरि मूढ़ हुए नहीं। भक्ति रे कौशल काले कौनसी प्रकार दुर्बलता नहीं। क्लीबत्व दुर्बलता अनेक समय भक्तिर खोलपा पिंधि छिड़ा हुए ताठारु सावधान हुआ। जय सत्यानुसरण ग्रंथ पाठ कले आम मनी भाई श्रीयुक्त मनोरंजन बेहरा परिवार समस्त शारीरिक मंगल ठाकुर अशीष जन प्रार्थना। जय बर्तमान नारी नीति ग्रंथ पाठ करेंगे आम सोनिया प्रेमलता माँ श्रीमती प्रेमलता कानून गो नारी नीति ग्रंथ पाठ करेंगे। जय गुरु। जय माँ जय गुरु समस्त जय गुरु। सावधान थाओ सेवार अपघात सावधान थाओ कहारी भी भल करने को जाए अन्यर भल को विध्वस्त कर नहीं। जनकर सुख्याति करने को जाए अन्यर अख्याति कर नहीं। जनकर सेवा करने को जाए अन्य प्रति दृष्टिहीन हुआ नहीं। साधारणतः यह ही घटी थाए तुम्हें किंतु प्रति विशेष नजर रख। जय गुरु।
ବାଣୀ ସଂଖ୍ୟା 36। ବନ୍ଦ ହେଇଗଲା କି ଇଚ୍ଛା ଜୟ ଜୟ ଗୁରୁ। ନାରୀନ୍ତି ଗ୍ରନ୍ଥ ପାଠ କଲେ ଆମର ସୌନ୍ୟ ପ୍ରେମଲତା ମା ଶ୍ରୀମତୀ ପ୍ରେମଲତା କାନୁନଗୋ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ ମହାରାଜ। ଜୟ ଗୁରୁ। ବର୍ତ୍ତମାନ ଶାସ୍ତ୍ର ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ଆମର ଘନ ଭାଇ ଅଧ୍ୟାପକ ଘନଶ୍ୟାମ ମହନ୍ତ ଶାସ୍ତ୍ର ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ। ଆଉ ଥରେ ଅନୁରୋଧ କରୁଛି ବର୍ତ୍ତମାନ ଶାସ୍ତ୍ର ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ଆମ ସଦା ଘନ ଭାଇ ଅଧ୍ୟାପକ ଘନଶ୍ୟାମ ମହନ୍ତ ଶାସ୍ତ୍ର ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ। ପରମ ପ୍ରେମ ଶ୍ରୀ ଠାକୁର ଚନ୍ଦ୍ରଙ୍କର ଶ୍ରୀମୁଖ ନିଃସୃତ ସ୍ୱାସ୍ଥ୍ୟ ଓ ସଦାଚାର ସୂତ୍ର ଗ୍ରନ୍ଥ ପାଠ। ମାନସ ରୋଗ ନିୟାମକ ଗୋପନରେ ହେଉ ବା ପ୍ରକାଶ୍ୟରେ ହେଉ ଅନ୍ତରୀକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ହେଉ ବିଶ୍ରୀ କାମ କଲ୍ଲୋଳ ନେଇ ଯେଉଁମାନେ ଘୁରି ବୁଲନ୍ତି ସେହି ତୃପ୍ତି ଯେପରି ସେମାନଙ୍କର ମାନସ ତାତ୍ପର୍ଯ୍ୟରେ ବିଧିଦୀପ୍ତ ସୁଷ୍ଠୁ ସନ୍ଦୀପ ନାରୀ ଅନ୍ତରରେ ପ୍ରବେଶ କରି ତୁମଠାରେ ତାର ନିଷ୍ଠା ଏକାଗ୍ର ହୋଇ ଉଠେ ଏବଂ ଆଚାର ବ୍ୟବହାର ଗୁଡ଼ିକ ମଧ୍ୟ ଏପରି ସୌଷ୍ଠବ ସୁଦୀପ୍ତ କରି ତୋଳେ ଯାହା ଫଳରେ ସେଇ କାମ ବା କାମନାର ଉଦ୍ଦୀପ୍ତତା ତ ହୋଇଥାଏ ଆଉ ଅଶିଷ୍ଟ ବୋଧଚର୍ଯ୍ୟା ମଧ୍ୟ ଧୀରେ ଧୀରେ ଲୟପ୍ରାପ୍ତ ହୋଇ ସୁତୃପ୍ତ ଦିବ୍ୟ ଉଚ୍ଚଳ ଅନ୍ତର ନେଇ ତତ୍ ଅନୁଗ ବ୍ୟକ୍ତିତ୍ୱକୁ ସତ୍ ବିଭୂତି ସମ୍ପନ୍ନ କରି ତୋଳେ। ସେଇଟା କାର୍ଯ୍ୟରେ ବା କଥାରେ କ୍ରମେ କ୍ରମେ ସେହି ହୀନତ୍ୱକୁ ଉଡ଼େଇ ଦେଇ ସତ୍ ସନ୍ଦୀପନାର ପ୍ରତିଷ୍ଠା କରି ତୋଳେ। ପୁଣ୍ୟ ଆଶିଷ ସେଇ ପଥରେ ଉଚ୍ଛଳ ହୋଇ ଉଠେ। ବାଣୀ ସଂଖ୍ୟା 98। ଜୟ ଗୁରୁ ଦାଦା ସମସ୍ତଙ୍କୁ ଜୟ ଗୁରୁ। ଜୟ ଗୁରୁ। ଶାସ୍ତ୍ର ସଦାଚାର ସୂତ୍ର ଗ୍ରନ୍ଥ ପାଠ କଲେ ଆମର ସଦ୍ୟ ଘନ ଭାଇ ଅଧ୍ୟାପକ ଘନଶ୍ୟାମ ମହନ୍ତ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ଭଜନ ଆରମ୍ଭ କରିବା। ପ୍ରଥମ ଭଜନ ପରିବେଷଣ କରିବା ଆମ ସ୍ୱାମୀ ବସନ୍ତ ଭାଇ ସୁଧ ବସନ୍ତ କୁମାର ସାହୁ। ଦ୍ୱିତୀୟ ଭଜନ ପରିବେଷଣ କରିବା ଆମ ସ୍ୱାମୀ ନରେନ୍ଦ୍ର ଭାଇ ସୁଧ ନରେନ୍ଦ୍ରନାଥ ମହାରଣା। ତୃତୀୟ ଭଜନ ପରିବେଷଣ କରିବା ଆମ ଶ୍ରଦ୍ଧା ମଞ୍ଜୁଳିକା ମା ଶ୍ରୀମତୀ ମଞ୍ଜୁଳିକା ରଣା। ଚତୁର୍ଥ ଭଜନ ପରିବେଷଣ କରିବା ଆମ ଶ୍ରଦ୍ଧା ସମ୍ବିତା ମା ଶ୍ରୀମତୀ ସମ୍ବିତା ନାୟକ। ଆଉ ପଞ୍ଚମ ଭଜନ ପରିବେଷଣ କରିବା ଆମ ଶ୍ରଦ୍ଧା ସୁଷମା ମା ଶ୍ରୀମତୀ ସୁଷମା ସାହୁ। ବର୍ତ୍ତମାନ ଅନୁରୋଧ କରୁଛି ଆମର ବିଷ୍ଟ କଣ୍ଠଶିଳ୍ପୀ ଆମ ସ୍ୱାମୀ ବସନ୍ତ ଭାଇ ସୁଧ ବସନ୍ତ କୁମାର ସାହୁ ପ୍ରଥମ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ। জীবনের ভালোটা কি মন্দ বাকি জানো কি? জীবনের ভালোটা কি মন্দ বাকি জানো কি? প্রভুর রাতুল চরণ বিনা প্রভুর রাতুল চরণ বিনা এ দুনিয়ায় সব ফাঁকি। জীবনের ভালোটা কি মন্দ বাকি জানো কি? আপন যাদের ভাবছো মনে কেউ কি যাবে তোমার সনে? আপন যাদের ভাবছো মনে কেউ কি যাবে তোমার সনে? সঙ্গ দিতে শেষের দিনে সঙ্গ দিতে শেষের দিনে সেই কথাটা ভাবো কি? জীবনের ভালোটা কি মন্দ বাকি জানো কি? জীবনের ভালোটা কি?
জমালে তু অনেক ভাবে সেসব কি আর সঙ্গে রবে জমালে তু অনেক ভাবে সেসব কি আর সঙ্গে রবে কেন আকুল হচ্ছ তবে কেন আকুল হচ্ছ তবে বুঝো না সব কি জীবনের ভালোটা কি মন্দ বাকি জানো কি জীবনের ভালোটা কি যিনি সবার পরম পিতা যা কিছু পাও সবের দাতা যিনি সবার পরম পিতা যা কিছু পাও সবের দাতা তিনি সবার পরিত্রাতা তিনি সবার পরিত্রাতা এসার কথা বোঝো কি জীবনের ভালোটা কি মন্দ বাকি জানো কি জীবনের ভালোটা কি সবার আপন সেই আপনি পরম পরম আপন জ্ঞানী সবার আপন সেই আপনি পরম পরম আপন জ্ঞানী সকল চাওয়ার অবসানে সকল চাওয়ার অবসানে উঠুক পরম প্রাপ্তি ঝলকি জীবনের ভালোটা কি মন্দ বাকি জানো কি জীবনের ভালোটা কি মন্দ বাকি জানো কি প্রভুর রাতু চরণ বিনা প্রভুর রাতু চরণ বিনা এ দুনিয়ায় সব ফাঁকি জীবনের ভালোটা কি মন্দ বাকি জানো কি জীবনের ভালোটা কি মন্দ বাকি জানো কি জীবনের ভালোটা কি মন্দ বাকি জানো কি জয় গুরু দাদা খুব সুন্দর ভাবে আমার বিশ্বকোণ শিল্পী আমার সঙ্গে ବସନ୍ତ ଭାଇ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ খুব ସୁନ୍ଦର ଭାବରେ ପରମ ପୂଜ୍ୟପାଦ ଶ୍ରୀ ଦାଦାଙ୍କର ବିରଚିତ ଭଜନ ପରିବେଷଣ କଲେ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ପୁନର୍ବାର ଠାକୁରଙ୍କ ଚରଣରେ ପ୍ରାର୍ଥନା ଜୟ ଗୁରୁ ଜୟ ଗୁରୁ ଦାଦା ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଶ୍ୱକୋଣ ଶିଳ୍ପୀ ଆମର ନରେନ୍ଦ୍ର ଭାଇ ଶ୍ରୀଯୁକ୍ତ ନରେନ୍ଦ୍ର ନାଥ ମହାରଣା ପରବର୍ତ୍ତୀ ଭଜନ ପରିବେଷଣ କରିବେ ଦାଦା ଜୟ ଗୁରୁ ଜୟ ଗୁରୁ ପ୍ରାତଃ ସତ୍ସଙ୍ଗରେ ଉପସ୍ଥିତ ସମସ୍ତଙ୍କୁ ମୋର ଜୟ ଗୁରୁ ଆନନ୍ଦିତ ପ୍ରଣାମ ଜଣାଏ। ନିଖିଳ ବିଶ୍ୱର ତୁମେ ଅଧୀଶ୍ୱର ତୁମରି କଳନା ନାହିଁ ନିଖିଳ ବିଶ୍ୱର ତୁମେ ଅଧୀଶ୍ୱର ତୁମରି କଳନା ନାହିଁ ମାନସ ମନ୍ଦିରେ ତୁମେ ମୋ ଚେତନା
ମାନସ ମନ୍ଦିରେ ତୁମେ ମୋ ଚେତନା ପରବ୍ରହ୍ମ ରୂପ ହୋଇ ପରବ୍ରହ୍ମ ରୂପ ହୋଇ ନିଖିଳ ବିଶ୍ୱର ତୁମେ ଅଧୀଶ୍ୱର ତୁମରି କଳନା ନାହିଁ ନୟନରେ ମୋର ତୁମେ ନିରାକାର ବ୍ୟାପ୍ତ ହୋଇ ଚରାଚର ସାବର ଜଙ୍ଘମ ତୁମରି ବିଭୂତି ଆସିଛ ହୋଇ ସକାର ନୟନରେ ମୋର ତୁମେ ନିରାକାର ବ୍ୟାପ୍ତ ହୋଇ ଚରାଚର ସ୍ଥାବର ଜଙ୍ଘମ ତୁମରି ବିଭୂତି ଆସିଛ ହୋଇ ସାକାର କିପରି କରିବି ବନ୍ଦନା ତୁମରି କିପରି କରିବି ବନ୍ଦନା ତୁମରି କୃପା କର ଦୟା ବହି କୃପା କର ଦୟା ବହି ନିଖିଳ ବିଶ୍ୱର ତୁମେ ଅଧୀଶ୍ୱର ତୁମରି କଳନା ନାହିଁ ମାନସ ମନ୍ଦିରେ ତୁମେ ମୋ ଚେତନା ମାନସ ମନ୍ଦିରେ ତୁମେ ମୋ ଚେତନା ପରବ୍ରହ୍ମ ରୂପ ହୋଇ ପରବ୍ରହ୍ମ ରୂପ ହୋଇ হৃদয়ে মোহর বাজে তুম সুর মূর্ছনা সঙ্গীত গাই শ্রীহরি উঠিলা তনু মন মোর পুলকে প্রাণ হৃদয়ে মোহর বাজে তুম সুর মূর্ছনা সঙ্গীত গাই শ্রীহরি উঠিলা তনু মন মোর পুলকে প্রাণ ভরাই দয়াময় তুমে দয়ার সাগর দয়াময় তুমে দয়ার সাগর নাম প্রেমে দেল ধোই নাম প্রেমে দেল ধোই নাম প্রেমে দেল ধোই নিখিল বিশ্বর তুমে অধীশ্বর তুমরি কলনা নাহি ମାନସ ମନ୍ଦିରେ ତୁମେ ମୋ ଚେତନା ମାନସ ମନ୍ଦିରେ ତୁମେ ମୋ ଚେତନା ପରବ୍ରହ୍ମ ରୂପ ହୋଇ ପରବ୍ରହ୍ମ ରୂପ ହୋଇ ପରବ୍ରହ୍ମ ରୂପ ହୋଇ
জয়গুরু। জয়গুরু। খুব সুন্দর ভাବରେ আমার বিষ্ণুকণ শিল্পী আমার ସହିତ ନରେନ୍ଦ୍ର ଭାଇ ସୁତ ନରେନ୍ଦ୍ରନାଥ ମହାରଣା খুব ସୁନ୍ଦର ଭାବରେ ଏହି ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ଜୟଗୁରୁ। ଜୟଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଣୁକଣ ଶିଳ୍ପୀ ଆମ ଶ୍ରଦ୍ଧା ମଞ୍ଜୁଳିକା ମା ଶ୍ରୀମତୀ ମଞ୍ଜୁଳିକା ରାଣା ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଦାদা জয়গুরু। ଜୟଗୁରୁ। বঞ্চে মোর রহিছি তোমাকো নেই, বঞ্চে বাটা সিনা আনন্দ দাই, বঞ্চে মোর রহিছি তোমাকো নেই, বঞ্চিবাটা সিনা আনন্দ দাই, তুম বিনু প্রভু বঞ্চিবার মানে, তুম বিনু প্রভু বঞ্চিবার মানে, বুঝে নাহি মো বোঝে নাহি, বোঝে নাহি, বঞ্চে মোর রহিছি তোমাকো নেই, বঞ্চিবাটা সিনা আনন্দ দাই, বঞ্চে মোর রহিছি তোমাকো নেই, বঞ্চিবাটা সিনা আনন্দ দাই, মোর এ জীবন তনু মন প্রাণ ସବୁ তো মরি দান, হে প্রিয় পরম সত্য সনাতন নিত্যানন্দ চিরন্তন, মোর এ জীবন তনু মন প্রাণ ସବୁ তো মরি দান, হে প্রিয় পরম সত্য সনাতন নিত্যানন্দ চিরন্তন, তুম বিনা প্রাণ নিঃস প্রতিক্ষণ, তুম বিনা প্রাণ নিঃস প্রতিক্ষণ, পত্রহীন বৃক্ষ অলড়া ছাই, অলড়া ছাই, বঞ্চে মোর রহিছি তোমাকো নেই, বঞ্চিবাটা সিনা আনন্দ দাই, বঞ্চে মোর রহিছি তোমাকো নেই, বঞ্চিবাটা সিনা আনন্দ দাই, জীবনে আসিছি দুঃখ সমারি, ঝড় ঝঞ্ঝা ঘন ঘোর, করেছ তারণ পতিত পাবন, বঢ়াইয়া ভয়ঙ্কর, জীবনে আসিছি দুঃখ সমারি, ঝড় ঝঞ্ঝা
ঘন ঘোর করেছ তারণ পতিত পাবন বঢ়াইয়া ভয় কর তুম বিনু জান এ জীবন মন তুম বিনা জান এ জীবন মন মলা জহ্ন এক সুখিলা নই সুখিলা নই বঞ্চি মু রহিছি তুমକୁ ନେଇ ବଞ୍ଚିବାଟା ସିନା ଆନନ୍ଦଦାୟୀ ବଞ୍ଚି ମୁଁ ରହିଛି ତୁମକୁ ନେଇ ବଞ୍ଚିବାଟା ସିନା ଆନନ୍ଦଦାୟୀ ତୁମ ବିନୁ ପ୍ରଭୁ ବଞ୍ଚିବାର ମାନେ ତୁମ ବିନୁ ପ୍ରଭୁ ବଞ୍ଚିବାର ମାନେ ବୁଝେ ନାହିଁ ମୁଁ ବୁଝେ ନାହିଁ ବୁଝେ ନାହିଁ ବଞ୍ଚି ମୁଁ ରହିଛି ତୁମକୁ ନେଇ ବଞ୍ଚିବାଟା ସିନା ଆନନ୍ଦଦାୟୀ ବଞ୍ଚିବାଟା ସିନା ଆନନ୍ଦଦାୟୀ দাদা জয়গুরু জয় গুরু। খুব সুন্দর সমুদ্র কণ্ঠরে আমার বিষ্ট কণ্ঠশিল্পী আমার শ্রদ্ধা মঞ্জুলিকা মা শ্রীমতী মঞ্জুলিকা রাଣା খুব সুন্দর এই ভজন পরিবেশন করলে ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମ ଶ୍ରଦ୍ଧା ସମ୍ବିତା ମା ଶ୍ରୀମତୀ ସମ୍ବିତା ନାୟକ ପରବର୍ତ୍ତୀ ଭଜନ ପରିବେଷଣ କରିବେ। जय गुरु। जय गुरु। नमस्ते जय गुरु। भज मन ठाकुर चरण हे धाम भज मन ठाकुर चरण हे धाम जप ले निसुत प्रभु नाम जप ले निसुत प्रभु नाम भज मन ठाकुर चरण हे धाम भज मन ठाकुर चरण हे धाम जीवन जीवन हरि नाम भज मन ठाकुर चरण हे धाम भज मन ठाकुर चरण हे धाम शोक ज्वाला शंका कारण दूर करे सब दुख वेदन शोक ज्वाला शंका कारण दूर करे सब दुख वेदन प्यासे मन उषत बन प्यासे मन उषत बन परम दया हरि नाम
भजो मन ठाकुर चरण हे धाम, भजो मन ठाकुर चरण हे धाम। पाप मिटेगा लोभ हिंसा, होगी अभय शांति की बरसा। पाप मिटेगा लोभ हिंसा, होगी अभय शांति की बरसा। शीत लहर में ही मन, शीत लहर में ही मन, जो दिन बने हैं परम नाम। भजो मन ठाकुर चरण हे धाम, भजो मन ठाकुर चरण हे धाम। परम पुरुष प्रभु अंतर्यामी, अमर नाम के धाता नामी। परम पुरुष प्रभु अंतर्यामी, अमर नाम के धाता नामी। जन्म मर जीवन, जन्म मर जीवन उठेगा, नाम। भजो मन ठाकुर चरण हे धाम, भजो मन ठाकुर चरण हे धाम। जप ले निस दिन अमृत प्रभु नाम, जप ले निस दिन अमृत प्रभु नाम। भजो मन ठाकुर चरण हे धाम, भजो मन ठाकुर चरण हे धाम। जीवन रक्षक सद्गुरु भजो मन ठाकुर चरण हे धाम, भजो मन ठाकुर चरण हे धाम, भजो मन ठाकुर चरण हे धाम, भजो मन ठाकुर चरण हे धाम। जय गुरु। जय गुरु। खूब सुंदर सुमधुर कंठरे आम विष्ट कंठशिल्पी आम श्रद्धा संविदा माँ श्रीमती संविदा नायक खूब सुंदर भजन परिवेशन कले। परिवार समस्त शारीरिक मंगल पाई ठाकुर श्रीचरण प्रार्थना। जय गुरु। बर्तमान परवर्ती भजन परिवेशन करेंगे आमर अन्यतम विष्ट कंठशिल्पी आमर श्रद्धा सुषमा माँ श्रीमती सुषमा साहू परवर्ती भजन परिवेशन। जय गुरु दादा उपस्थित जय गुरु। जय प्रभु की उदास भंगिरे चाहिछन्ति मुग्ध नयने। प्रभु की उदास भंगिरे चाहिछन्ति मुग्ध नयने। नयनी दरद भरी भव व्यथा मोचने। नयनी दरद भरी भव व्यथा मोचने, व्यथा मोचने। प्रभु की उदास भंगिरे चाहिछन्ति मुग्ध नयने। प्रभु की उदास भंगिरे चाहिछन्ति मुग्ध नयने। नयने दरद भरी भव व्यथा मोचने। नयने दरद भरी भव व्यथा मोचने, व्यथा मोचने। प्रभु की उदास भंगिरे चाहिछन्ति मुग्ध नयने। प्रभु की उदास भंगिरे चाहिछन्ति मुग्ध
মুগ্ধ নয়নে ডাকন্তি হস্ত প্রসারী জীবন দিশারে ধরি প্রেমর ডোরি ডাকন্তি হস্ত প্রসারী জীবন দিশারে ধরি প্রেমর ডোরি দই দেবা শ্রী চরণ ভক্তি পুষ্প চন্দনী দই দেবা শ্রী চরণ ভক্তি পুষ্প চন্দনী প্রভু কি উদাস ভঙ্গিরে চাহিଛନ୍ତି মুগ্ধ নয়নে প্রভু কি উদাস ভঙ্গিরে চাহিଛନ୍ତି মুগ্ধ নয়নে শ্রী গুরু সে কর্ণধার নাচিবে নিমিষে প্রভু আমা অন্ধার শ্রী গুরু সে কর্ণধার নাচিবে নিমিষে প্রভু আমা অন্ধার প্রীতি হোমা নলে জলে মন অঙ্গনে প্রীতি হোমা নল জলে মন অঙ্গনে প্রভু কি উদাস ভঙ্গিরে চাহিଛନ୍ତି মুগ্ধ নয়নে প্রভু কি উদাস ভঙ্গিরে চাহিଛନ୍ତି মুগ্ধ নয়নে করিবে বিপাক নাশ মোড়া খালি সুধা ভক্তি স্বচ্ছ বিশ্বাস করিবে বিপাক নাশ মোড়া খালি সুধা ভক্তি স্বচ্ছ বিশ্বাস তেজি অহংকার জীবা প্রভু পদ সন্ধানে তেজি অহংকার জীবা প্রভু পদ সন্ধানে প্রভু কি উদাস ভঙ্গিরে চাহিଛନ୍ତି মুগ্ধ নয়নে প্রভু কি উদাস ভঙ্গিরে চাহিଛନ୍ତି মুগ্ধ নয়নে ସେ ଯୁଗ ପୁରୁଷୋତ୍ତମ ତାଙ୍କରି ଶରଣ ନେଲେ ତୁଟିବ ଭ୍ରମ ସେ ଯୁଗ ପୁରୁଷୋତ୍ତମ ତାଙ୍କରି ଶରଣ ନେଲେ ତୁଟିବ ଭ୍ରମ ଅମୃତ ବିପ୍ଳବ ଆଜି ବିଶ୍ୱ ଭୁବନେ ଅମୃତ ବିପ୍ଳବ ଆଜି ବିଶ୍ୱ ଭୁବନେ ପ୍ରଭୁ କି ଉଦାସ ଭଙ୍ଗିରେ ଚାହିଛନ୍ତି ମୁଗ୍ଧ ନୟନେ ପ୍ରଭୁ କି ଉଦାସ ଭଙ୍ଗିରେ ଚାହିଛନ୍ତି ମୁଗ୍ଧ ନୟନେ ନୟନେ ଦରଦ ଭରି ଭବ ବ୍ୟଥା ମୋଚନେ ନୟନେ ଦରଦ ଭରି ଭବ ବ୍ୟଥା ମୋଚନେ ପ୍ରଭୁ କି ଉଦାସ ଭଙ୍ଗିରେ ଚାହିଛନ୍ତି ମୁଗ୍ଧ ନୟନେ ପ୍ରଭୁ କି ଉଦାସ ଭଙ୍ଗିରେ ଚାହିଛନ୍ତି ମୁଗ୍ଧ ନୟନେ ପ୍ରଭୁ କି ଉଦାସ ଭଙ୍ଗିରେ ଚାହିଛନ୍ତି ମୁଗ୍ଧ ନୟନେ ଜୟ ପିତା ଜୟ ଗୁରୁ। খুব সুন্দর সমুদ্র সরদ কণ্ঠরে আমার বিষ্ট কণ্ঠশিল্পী আমার শ্রদ্ধেয় সুষমা শ্রীমতী সুষমা সাহু খুব সুন্দর ভাবে আমার সঙ্গে দৈনিক ভাইଙ୍କର ହାରମୋନିୟମ ସହାୟତାରେ খুব ସୁନ୍ଦର ସ୍ୱର୍ଗତ ପୂଜ୍ୟ ନକୁଳ ଦାଙ୍କର ବିରଚିତ ଏହି ଭଜନ ପରିବେଷଣ କଲେ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ କୀର୍ତ୍ତନ ପରିବେଷଣ କରିବେ ଆମ ଶ୍ରଦ୍ଧେୟ ପ୍ରଭାକର ଭାଇ ଠାକୁରଙ୍କର ପବିତ୍ର ପାଞ୍ଜାରୀ କର୍ମୀ ଶ୍ରୀଯୁକ୍ତ ପ୍ରଭାକର ସାହୁ ଏବଂ ତାଙ୍କର ସହଯୋଗୀମାନେ କୀର୍ତ୍ତନ ପରିବେଷଣ। दादा जयगुरु। जय गुरु। आज्ञा संकट আজি ভাবিলে থরে
कहरे दूरे पारिब किए रही जीवन नाथ जीवंत एठी अछंती तोते चाही जीवन नाथ जीवंत एठी अछंती तोते चाही भाबिले थारे कहरे दूरे भाबिले थारे कहरे दूरे पारिब किए रही जीवन नाथ जीवंत एठी अछंती तोते चाही जीवन जीवंत एठी अछंती तोते चाही जीवनयने अधरे हस भुवन भूला से मधुर रूप नाची बनयने अधरे हस भुवन भूला से मधुर रूप तू भी बकाने आरे आ तू भी बकाने आरे आ कंगाल मुतो आई तू भी बकाने आरे आ तू भी बकाने आरे आ कंगाल मुतो पाई जीवन नाथ जीवंत एठी अछंती तोते चाही जीवन नाथ जीवंत एठी अछंती तोते जीवन नाथ जीवंत एठी अछंती तोते चाही आदि सुभी बकाने आरे आ सुभी बकाने आरे आ कंगाल मुतो पाई जीवन नाथ जीवंत एठी अछंती तोते चाही जीवन नाथ जीवंत एठी अछंती तोते चाही मुराती बोली रे भावना जार भक्तिहीन से रिक्त तीर मुराती बोली रे भावना जार भक्तिहीन से रिक्त तीर शांति सुधा स्निग्ध नीरे शांति सुधा स्निग्ध नीरे तृष्णा मेंटे नहीं शांति सुधा स्निग्ध नीरे शांति सुधा स्निग्ध नीरे तृष्णा मेंटे नहीं जीवन नाथ जीवंत एठी अछंती तोते चाही जीवन नाथ अछंती तोते चाही शांति सुधा स्निग्ध नीरे शांति सुधा स्निग्ध नीरे तृष्णा मेंटे नहीं आदि शांति सुधा स्निग्ध नीरे शांति सुधा स्निग्ध नीरे तृष्णा मेंटे नहीं जीवन नाथ जीवंत एठी अछंती तोते चाही जीवन नाथ जीवंत एठी अछंती तोते चाही करुणा भरा नयन नीरे सागर होई श्रावण धरे करुणा भरा नयन नीरे सागर होई श्रावण धरे हृदय बंधा वेदना बाधा हृदय बंधा वेदना
বাধা কলুষ গলা ধুই হৃদয়ে বন্ধা বেদনা বাধা হৃদয়ে বন্ধা বেদনা বাধা কলুষ গলা ধুই জীবননাথ জীবন্ত এটি অসংকৃততে চাহি জীবননাথ জীবন্ত এটি অসংকৃততে চাহি জীবননাথ জীবন্ত সংকৃততে চাহি হৃদয়ে বন্ধা বেদনা বাধা হৃদয়ে বন্ধা হৃদয়ে বন্ধা বেদনা বাধা কলুষ গলা ধুই জীবননাথ জীবন্ত এটি অসংকৃততে চাহি জীবননাথ জীবন্ত এটি অসংকৃততে চাহি শ্রীপদ ধূলি শ্রীঅঙ্গ ছুঁই ধন্য এই পুণ্য ভূই শ্রীপদ ধূলি শ্রীঅঙ্গ ছুঁই ধন্য এই পুণ্য ভূই পুরুষোত্তম কর্ম যোগে পুরুষোত্তম কর্ম যোগে প্রেমে পড় দেই পুরুষোত্তম কর্ম যোগে পুরুষোত্তম কর্ম যোগে প্রেমে পড় দেই জীবননাথ জীবন্ত এটি অসংকৃততে চাহি জীবননাথ জীবন্ত এটি অসংকৃততে চাহি পুরুষোত্তম কর্ম যোগে পুরুষোত্তম কর্ম যোগে প্রেমে পড় দেই জীবননাথ জীবন্ত এটি অসংকৃততে চাহি জীবননাথ জীবন্ত ভাবিলে থরে অহরে দূরে ভাবিলে থরে অহরে দূরে ভাবিলে থরে অহরে দূরে ভাবিলে থরে অহরে দূরে হারিব কিয়ে রহি জীবননাথ জীবন্ত এটি অসংকৃততে চাহি জীবননাথ জীবন্ত এটি অসংকৃততে চাহি দাদা জয়গুরু ଜୟ ଗୁରୁ। ଖୁବ ସୁନ୍ଦର ଭାବରେ ଆମର ସଦ୍ୟ ପ୍ରଭାକର ଭାଇ ଠାକୁରଙ୍କର ପବିତ୍ର ପାଞ୍ଜାଧରି କର୍ମୀ ଶ୍ରୀତ ପ୍ରଭାକର ସାହୁ ଏବଂ ତାଙ୍କର ପରିବାର ଏବଂ ତାଙ୍କର ସହଯୋଗୀମାନେ ଖୁବ ସୁନ୍ଦର ଭାବରେ ମିଳିତ ଭାବରେ କୀର୍ତ୍ତନ ପରିବେଷଣ କଲେ। ପ୍ରଭାକର ଭାଇ ତାଙ୍କ ପରିବାର ତାଙ୍କର ସହଯୋଗୀ ଯେଉଁମାନେ ଅଛନ୍ତି ତାଙ୍କର ପରିବାର ସମସ୍ତଙ୍କର ସର୍ବତ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣରେ ପ୍ରାର୍ଥନା। ଜୟ ଗୁରୁ। ଆଜ୍ଞା ଦାଦା ଜୟ ଜୟ ଗୁରୁ। ପ୍ରତିଦିନ ପ୍ରାତଃ ସମୟରୁ ଚାନ୍ଦୋଳ ସତ୍ସଙ୍ଗ ବିହାର ଅନୁକୂଳରେ ସତ୍ସଙ୍ଗ। ଆଜିର ସତ୍ସଙ୍ଗ ନିବେଦନ କରିଛନ୍ତି ଆମ ସୌନ୍ୟ ଫକୀରଦା ଠାକୁରଙ୍କର ପବିତ୍ର ପାଞ୍ଜାଧରି କର୍ମୀ ଇଞ୍ଜିନିୟର ଫକୀର ମନ୍ଧଳ ତାଙ୍କର ସୁକନ୍ୟା ଜ୍ୟେଷ୍ଠା କନ୍ୟା ଡକ୍ଟର ସାଗରିକା ତାଙ୍କର ଆଜି ଜନ୍ମଦିନ। ସେ ଡକ୍ଟର ସାଗରିକାଙ୍କର ସର୍ବତ ମଙ୍ଗଳ ପାଇଁ ପ୍ରାର୍ଥନା ଜଣାଇବା ସହିତ ଆଉ ଫକୀରଦା ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ସେ ଚରଣରେ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧେୟ ବିଶ୍ୱ ଭାଇ ମୋର ବନ୍ଧୁ ଇଞ୍ଜିନିୟର ବିଷ୍ଣୁ ସାମଲ। ପ୍ରତି ମାସର 9 ତାରିଖ ସେ ସତ୍ସଙ୍ଗ ନିବେଦନ କରିଛନ୍ତି ତାଙ୍କର ସୁପୁତ୍ର ସତ୍ୟଜିତଙ୍କର ଜନ୍ମଦିନ ଉପଲକ୍ଷେ, କିନ୍ତୁ ଗତକାଲି ଆମେ ସତ୍ସଙ୍ଗ ସାମିଲ କରିପାରିନଥିଲୁ ଆଉ ଆଜି ସତ୍ସଙ୍ଗ ନିବେଦନ କରିଛନ୍ତି। ସେ ସତ୍ୟଜିତଙ୍କର ସର୍ବତ ମଙ୍ଗଳ ପାଇଁ ପ୍ରାର୍ଥନା ଜଣାଇବା ସହିତ ବିଶ୍ୱ ଭାଇ ଉର୍ମିଳା ମା ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣରେ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମ ସଦସ୍ୟ ସୁଶାନ୍ତ ଭାଇ ଶ୍ରୀତ ସୁଶାନ୍ତ କୁମାର ବେହେରା ଆଜି ତାଙ୍କ ବିବାହ ବାର୍ଷିକ। ତାଙ୍କର ଦାମ୍ପତ୍ୟ ଜୀବନ ପ୍ରଭୁ ଉତ୍ତରୋତ୍ତର ଉନ୍ନତି ଅଗ୍ରସର ହଉ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସର୍ବତ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣରେ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧା ପ୍ରଦୀପ ଭାଇ ଶ୍ରୀତ ପ୍ରଦୀପ କୁମାର ପଟ୍ଟନାୟକ ତାଙ୍କ ସୁପୁତ୍ର ଦୀପକ ସେ ତାଙ୍କର ଆଜି ଏଇ ନିର୍ବନ୍ଧ କାର୍ଯ୍ୟ ସମାପନ ପାଇଁ ଯାଉଛି। ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା ଜଣାଇବା ତାଙ୍କର ଏହି ଶୁଭ କାର୍ଯ୍ୟ ସୁଚାରୁ ସମ୍ପାଦନ ହଉ ଏବଂ ତାଙ୍କର ଆଗାମୀ ଯେ ବୈବାହିକ ଜୀବନ ଦାମ୍ପତ୍ୟ ଜୀବନ ପ୍ରଭୁଙ୍କୁ ନେଇକି ଆନନ୍ଦମୟ ଶାନ୍ତିପ୍ରଦ ମଙ୍ଗଳପ୍ରଦ ହଉ ଏବଂ
ପ୍ରଦୀପ ଭାଇ ତାଙ୍କ ପରିବାର ସମସ୍ତଙ୍କର ସର୍ବତ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରୁଛନ୍ତି ଆମର ସୈନ୍ୟ ବୃନ୍ଦାବନ ଭାଇ ଇଞ୍ଜିନିୟର ବୃନ୍ଦାବନ ବେହେରା ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସର୍ବତ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧା ମିତାଲି ମା ଶ୍ରୀମତୀ ମିତାଲି ରଥ ତାଙ୍କର ସୁପୁତ୍ର ଇଞ୍ଜିନିୟର ବୁଧାଦିତ୍ୟ ତାଙ୍କର ଏକ୍ଜାମ ଅଛି ତାଙ୍କର ସଫଳତା କୃତିତ୍ୱତା ପାଇଁ ଆମେ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜଣାଇବା ସହିତ ମିତାଲି ମା ଅନୁ ଭାଇ ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମ ଶ୍ରଦ୍ଧା ପ୍ରସନ୍ନ ଭାଇ ସୁତ ପ୍ରସନ୍ନ କୁମାର ପରିଡ଼ା ତାଙ୍କର ସୁକନ୍ୟା କ୍ଷଣପ୍ରଭା ତାଙ୍କର ଜନ୍ମଦିନ ସେ କ୍ଷଣପ୍ରଭାଙ୍କର ସର୍ବଦା ମଙ୍ଗଳ ପାଇଁ ପ୍ରାର୍ଥନା ଜଣାଇବା ସହିତ ପ୍ରସନ୍ନ ଭାଇ ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ପ୍ରତିଦିନ ଭଳି ଆମର ସତ୍ସଙ୍ଗରେ ଅନେକ ପୂଜ୍ୟ ରୀତିକ ଧୈର୍ଯ୍ୟ ଯାଜ ଗୁରୁ ଭାଇ ମାନେ ମା ମାନେ ଯୋଗଦାନ କରିଛନ୍ତି। ପ୍ରତିଦିନ ଭଳି ଆମର ଠାକୁରଙ୍କ ସପ୍ରତିଥି ପୂଜ୍ୟ ସର୍ବଶ୍ରୀ ବିଜୟଭୂଷଣ ମିଶ୍ର ବିଚିତାନ୍ତ ଆଚାର୍ଯ୍ୟ ବ୍ରଜବନ୍ଧୁ ବେହେରା ଭାଗବତ ପ୍ରସାଦ ପଣ୍ଡା ଡକ୍ଟର ନରେନ୍ଦ୍ର ସ୍ୱାଇଁ ଡକ୍ଟର ସୀତାକାନ୍ତ ଦାସ ଡକ୍ଟର ସୁମନ୍ତ କୁମାର ମିଶ୍ର ଡକ୍ଟର ପବିତ୍ର କୁମାର ମେକପ ଦିବାକର ସ୍ୱାଇଁ ଇଞ୍ଜିନିୟର କାଶୀନାଥ ତ୍ରିପାଠୀ ଇଞ୍ଜିନିୟର ସଚିଦାନନ୍ଦ ମଲ୍ଲିକ ଇଞ୍ଜିନିୟର ଶଶାଙ୍କ ଶେଖର ବେହେରା ଇଞ୍ଜିନିୟର ଶରତ କୁମାର ଦାସ ଇଞ୍ଜିନିୟର ଯୁବରାଜ ପ୍ରସାଦ ଜଗଦୀଶ ଚନ୍ଦ୍ର ସାହୁ କୈଳାସ ଚନ୍ଦ୍ର ବେହେରା ମୁକୁନ୍ଦ ପ୍ରସାଦ ସେନାପତି ଜିତେନ୍ଦ୍ରନାଥ ଷଡ଼ଙ୍ଗୀ ମୁକୁନ୍ଦ ପ୍ରସାଦ ସେନାପତି ନିମାଇ ଚରଣ ଦାସ ପାରେଶ୍ୱର ଜେନା ପ୍ରଭାତ କୁମାର ସାହୁ ପ୍ରଶାନ୍ତ କୁମାର ସିଂ ପରଶୁରାମ ମାଣିକ ପୁଲିନ କୁମାର ନାୟକ ରମେଶ ଚନ୍ଦ୍ର ନାୟକ ରଘୁନାଥ ବସ୍ତିଆ ରଜନୀକାନ୍ତ ପଣ୍ଡା ଆଉ ରବୀନ୍ଦ୍ରନାଥ ପ୍ରଧାନ ସୁଭାଷ ଚନ୍ଦ୍ର ଦାସ ତାରାକାନ୍ତ ବେହେରା ପ୍ରଫେସର ଗୁଲସେନ ଲେଙ୍କା ପ୍ରଫେସର ରୁଦ୍ରରଞ୍ଜନ ତ୍ରିପାଠୀ ଏଭଳି ଅନେକ ପୂଜ୍ୟ ରୀତିକମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଆଉ ଯଦି କିଏ ଯୋଗ ଦେଇଥିବେ ହୁଏତ ମୁଁ ଦେଖିନଥାଇପାରେ। ଆଉ ଆମ ପାଖରେ ଠାକୁରଙ୍କ କଥା ଯେତେବେଳେ ଧରିବେ ଆମେ ସମସ୍ତେ ଜାଣିଛନ୍ତି ଅନେକ ଥର ତାଙ୍କର ଠାକୁରଙ୍କ କଥା ଶୁଣି ଆସିଛନ୍ତି। ଜଣେ ବିଜ୍ଞ ପ୍ରାଜ୍ଞ ବ୍ୟକ୍ତିତ୍ୱ ଜଣେ ସୁବକ୍ତା ଆଉ ଜଣେ ବିଷ୍ଟ ଶିକ୍ଷାବିଦ ସେ ହେଲା ଆମର ସାମାନ୍ୟ ଜଗନ୍ନା ଠାକୁରଙ୍କର ପବିତ୍ର ପାଞ୍ଜାଧୀ କର୍ମୀ ଅଧ୍ୟାପକ ଜଗନ୍ନାଥ ପ୍ରତିଦିନ ସେ ଆମ ସହିତ ସତ୍ସଙ୍ଗରେ ସାମିଲ ଥାନ୍ତି। ଆଜି ଆମର ଅନୁରୋଧ ରକ୍ଷା କରି ଆମ ସହିତ ଅଛନ୍ତି ଠାକୁର ତୋଳି ଧରିବେ ତାଙ୍କୁ ଅନୁରୋଧ କରିବା ଆଲୋଚନା ଆରମ୍ଭ କରିବେ ପ୍ରଫେସର ଜଗନ୍ନାଥ ଚାନ୍ଦିନୀ ଠାକୁରଙ୍କର ପବିତ୍ର ପାଞ୍ଜାଧୀ କର୍ମୀ। ଆଜ୍ଞା ଜୟଗୁରୁ ଆଜ୍ଞା ଦାଦା ଜୟଗୁରୁ ଦାଦା ଜୟଗୁରୁ। ବନ୍ଦେ ଲୋକତିଲକମ୍ ସତ୍ତଦବାର୍ତ୍ତ ବିଭୂଷଣମ୍ ଅମର କର୍ତ୍ତୁସାରଣମ୍ ବୌদ্ধಂ ଲୋକ ଜୀବନମ୍ প্রণয় প্রমত জাগদীপনম বন্দে জীবন জীবনম সৎপুরুষম পরম দয়াল পরম প্রেময় শ্রী শ্রী ঠাকুর অনুকূল চন্দ্রଙ୍କ শ্রীচରଣ ମୋର କୋଟି କୋଟି ପ୍ରଣାମ। ପରମାରାଧ୍ୟ ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ବଡ଼ଦା ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଏବଂ ଇଷ୍ଟ ପରିବାର ସଭିଙ୍କ ଶ୍ରୀଚରଣ ତଳେ ମୋର ଅନନ୍ତ କୋଟି ପ୍ରଣାମ ନିବେଦନ କରୁଛି। ଆଜିକାରି ପୁଣ୍ୟ ପବିତ୍ର ଆଭାସୀ ସତ୍ସଙ୍ଗର ପୂଜ୍ୟ ବରେଣ୍ୟ ସଞ୍ଚାଳକ ମହୋଦୟ ପରମ ସମ୍ମାନନୀୟ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ଦଳେଇ ଦାଦା ସଭାପତି ରୀତି ତାଙ୍କୁ ମୋର ଆନ୍ତରିକ ଜୟଗୁରୁ ଏବଂ ପ୍ରଣାମ। ତତ୍ସହିତ ଆଜିର ଏହି ପବିତ୍ର ଆଭାସୀ ସତ୍ସଙ୍ଗରେ ଯୁକ୍ତ ହୋଇଥିବା ସମସ୍ତ ପୂଜ୍ୟ ବରେଣ୍ୟ ରୀତିକ ବୃନ୍ଦ ଅଧୈର୍ଯ୍ୟ ବୃନ୍ଦ ଯାଜକ ବୃନ୍ଦ ସମ୍ମାନାସ୍ପଦ ଗୁରୁଭ୍ରାତା ବୃନ୍ଦ ସ୍ନେହମୟୀ ମାତୃମଣ୍ଡଳୀ ସତ୍ସଙ୍ଗ ପ୍ରେମୀ ସାଧୁସୁଧୀ ବୃନ୍ଦ କୁନି କୁନି ପିଲାଏ ସମସ୍ତଙ୍କୁ ମୋର ଅନ୍ତରର ବିଧିପୂର୍ଣ୍ଣ ଜୟଗୁରୁ ଏବଂ ଯଥାଯୋଗ୍ୟ ପ୍ରଣାମ ନିବେଦନ କରିବା ସହିତ ସଭିଙ୍କର ସ୍ୱସ୍ତି ଶାନ୍ତି ଆନନ୍ଦମୟ ଜୀବନ ପାଇଁ ପ୍ରିୟ ପରମଙ୍କ ନିକଟରେ ମୋର ଏକାନ୍ତ ପ୍ରାର୍ଥନା ନିବେଦନ ରଖୁଛି। ବାସ୍ତବିକ ଏପରି ଏକ ପ୍ରାତଃ ସତ୍ସଙ୍ଗରେ ଯୋଗଦାନ କଲା ପରେ ପ୍ରିୟ ପରମଙ୍କର ଭଜନ କୀର୍ତ୍ତନ ମା ମାନେ ଦାଦା ମାନେ ଖୁବ ସୁନ୍ଦର ଭାବରେ ସୁମଧୁର ସ୍ୱରରେ ଭାବପୂର୍ଣ୍ଣ ଶୈଳୀରେ ଯେଉଁ ଭଜନ କୀର୍ତ୍ତନ କରୁଛନ୍ତି ତାହା ଶୁଣିଲା ପରେ ଏବଂ ପ୍ରଭୁଙ୍କର ଦ୍ୱିପଦ କଥା ତାଙ୍କର ଜୀବନର ଆଲେଖ୍ୟ ଶ୍ରବଣ କଲା ପରେ ବାସ୍ତବିକ ମନ ଭିତରେ ଏକ ଆନନ୍ଦ ଏକ ପୁଲକ ଜାଗରିତ ହୁଏ। ମଣିଷ ଭିତରେ ଏକ ଅଜଣା ଶକ୍ତିର ସଞ୍ଚରଣ ହୋଇଥାଏ ଯେଉଁ ଶକ୍ତିକୁ ନେଇ ମଣିଷ
ସେ ତାର ଦିନ ତମାମ ବିଭିନ୍ନ କାମରେ ସେ ଲାଗିପାରେ ଏବଂ ଇଷ୍ଟକର୍ମରେ ମଧ୍ୟ ସେ ନିଜକୁ ନିୟୋଜିତ କରି ପ୍ରଭୁଙ୍କର କୃପା କରୁଣାର ଅଧିକାରୀ ହୋଇ ଉଠେ। ପ୍ରତ୍ୟେକ ଦିନ ଆମକୁ ଆବଶ୍ୟକ ହୁଏ ଏପରି ଭାବରେ ଏକ ପ୍ରେରଣା ପୃଷ୍ଠ ସତ୍ସଙ୍ଗର। କାରଣ ଆମେମାନେ ସମସ୍ତେ ମଣିଷ, କାମ କ୍ରୋଧ ଲୋଭ ମୋହ ମଦମାଶ୍ଚର୍ଯ୍ୟ ଭିତରେ ଆମେ ଡୁବିକି ରୁହନ୍ତି। ମଣିଷର ମନ ସାଧାରଣତଃ ନିମ୍ନଗାମୀ। ସେପରି ଭାବରେ ହିଁ ସେ ଜନ୍ମ ନେଇଥାଏ। ଭଲ ଜିନିଷ ପ୍ରତି ସେ ଆକୃଷ୍ଟ ହୁଏ ନାହିଁ, ମନ୍ଦ ଜିନିଷ ପ୍ରତି ସେ ସହଜରେ ଆକୃଷ୍ଟ ହେଇ ଉଠେ। ଏଇଟା ହେଉଛି ହ୍ୟୁମାନ୍ ସାଇକୋଲୋଜି। ତେଣୁ ଏଇ ମନ୍ଦ ପ୍ରତି ସହଜ ଭାବରେ ଆକୃଷ୍ଟ ହେଇଥିବା ମନକୁ, ନିମ୍ନଗାମୀ ମନକୁ ଊର୍ଦ୍ଧ୍ୱଗାମୀ କରିବା ପାଇଁ, ସେଇ ଅମୃତ ପଥର ଯାତ୍ରୀ କରିବା ପାଇଁ ଏଇ ସତ୍ସଙ୍ଗର ଆବଶ୍ୟକତା ରହିଛି। ତେଣୁ ପ୍ରତ୍ୟେକ ଦିନ ସକାଳୁ ଯେତେବେଳେ ଆମେ ଏପରି ଏକ ସତ୍ସଙ୍ଗରେ ରହନ୍ତି, ସେତେବେଳେ ଆମ ଭିତରେ ଏକ ଶକ୍ତିର ସଞ୍ଚରଣ ହେଇଥାଏ। ଏବଂ ଏପରି ସତ୍ସଙ୍ଗ ମାନଙ୍କରେ ବହୁ ଭାବରେ ଠାକୁରଙ୍କର ଭାବାଦର୍ଶ ଉପରେ ଆଲୋଚନା ହୁଏ। ତାଙ୍କର ଦିବ୍ୟ ଜୀବନର କଥା ସବୁ ଅନେକ ଜ୍ଞାନୀ ଗୁଣୀ ପଣ୍ଡିତ ଦାଦା ମା ମାନେ ଆଲୋଚନା କରନ୍ତି। ଭକ୍ତମାନେ ପ୍ରଭୁଙ୍କର କଥା ଆଲୋଚନା କରନ୍ତି। ସେସବୁ ଶୁଣି ମନ ଭିତରେ ଏକ ପ୍ରେରଣା ସୃଷ୍ଟି ହୁଏ ସେଇ ଅମୃତର ପଥରେ ଚାଲିବା ପାଇଁ, ସେ ପ୍ରିୟ ପରମଙ୍କୁ ଧରି ଜୀବନରେ ଚାଲି ନିଜର ଜୀବନକୁ ସାର୍ଥକ ସୁନ୍ଦର କରି ତୋଳିବା ପାଇଁ। କଥାରେ ଅଛି ଶ୍ରେୟାଂସୀ ବହୁ ବିଜ୍ଞାନୀ। ଯଦି କିଛି ଗୋଟିଏ ଆମେ ବଡ଼ କାମ କରିବା ପାଇଁ ଆରମ୍ଭ କରନ୍ତି, ଭଲ କାମ କରିବା ପାଇଁ ଆରମ୍ଭ କରନ୍ତି, ସେତେବେଳେ ବହୁ ବାଧାବିଘ୍ନ ଆସି ଆମ ସମ୍ମୁଖରେ ଉପସ୍ଥିତ ହୁଏ। ଆମର ପରିବାରର ଲୋକ, ଆମର ପରିବେଶର ଲୋକମାନେ ବାଧା ସୃଷ୍ଟି କରନ୍ତି, ପ୍ରତିବନ୍ଧକ ସୃଷ୍ଟି କରନ୍ତି, କେତେ ସମାଲୋଚନା କରନ୍ତି, କେତେ ଆଲୋଚନା କରନ୍ତି। ବହୁ ଭାବରେ ସେମାନେ ସେଇ ପଥରୁ ବିଚ୍ୟୁତ କରିବା ପାଇଁ ହୁଏତ ପ୍ରୟାସ କରନ୍ତି। କିନ୍ତୁ ଯେଉଁମାନେ ନଛୋଡ଼ ବନ୍ଧା, ଯେଉଁମାନେ ପ୍ରିୟ ପରମଙ୍କର ପ୍ରକୃତ ମଣିଷ, ଯେଉଁମାନେ ପ୍ରଭୁଙ୍କର ତୃପ୍ତି ପାଇଁ, ପ୍ରଭୁଙ୍କର ଆନନ୍ଦ ପାଇଁ, ପ୍ରଭୁଙ୍କର ସେବା ପାଇଁ, ପ୍ରଭୁଙ୍କର ଖୁସି ପାଇଁ, ପ୍ରଭୁଙ୍କର ପୂରଣ ପାଇଁ, ପ୍ରଭୁଙ୍କର ତୋଷଣ ପାଇଁ ସବୁବେଳେ ପ୍ରୟାସରତ, ସେମାନେ କିନ୍ତୁ ସେଇ ତଥାକଥିତ ବାଧା ବା ପ୍ରତିବନ୍ଧକ ଦେଖି ଘାବରେଇ ଯାଆନ୍ତି ନାହିଁ। କୌଣସି ରକମର ଅପମାନ, କୌଣସି ରକମର ସମାଲୋଚନା, କୌଣସି ରକମର କଟୁକ୍ତି ସେମାନଙ୍କୁ ସେଇ ପଥରୁ ବିଚ୍ୟୁତ କରିପାରେ ନାହିଁ। ତେଣୁ ଠାକୁର କହୁଛନ୍ତି, ଦ୍ୱନ୍ଦ୍ୱ ବାଧା ବିଘ୍ନ ଦଳି ଦକ୍ଷ କୁଶଳ ତଡ଼ିତ୍ରାଗି ଗୁରୁଙ୍କ ଆଦେଶ ପାଳନ ଯହିଁ ସେଇଠାରେ ତ ସିଦ୍ଧି ଜାଗେ। ତେଣୁ ସେହିପରି ଇଷ୍ଟେ ନିବେଦିତ ନଛୋଡ଼ ବନ୍ଧା ଇଷ୍ଟ ପ୍ରତିଷ୍ଠା ପାଇଁ ଜିତଖୋର ମଣିଷମାନଙ୍କ ଜୀବନରେ ଆସିଥାଏ ସିଦ୍ଧି, ଆସିଥାଏ ଉନ୍ନତି, ଆସିଥାଏ ପ୍ରଗତି, ଆସିଥାଏ ସମୃଦ୍ଧି, ଆସିଥାଏ ସାର୍ଥକତା। ତେଣୁ ସେହିପରି ମଣିଷମାନଙ୍କର କଥା ଆମେ ଯେତେବେଳେ ଶୁଣନ୍ତି, ସେହିପରି ମଣିଷମାନଙ୍କର ଜୀବନର ସଂଘର୍ଷର କାହାଣୀ ଯେତେବେଳେ ଆମେ ଅନୁଭବ କରନ୍ତି, ସେତେବେଳେ ଆମମାନଙ୍କ ଭିତରେ ମଧ୍ୟ ଏକ ଅଫୁରନ୍ତ
ପ୍ରେରଣା ସୃଷ୍ଟି ହୋଇଥାଏ। ଏହି ସନ୍ଦର୍ଭରେ ଗୋଟିଏ ଘଟଣା ମୁଁ ଆଜି ଉପସ୍ଥାପନ କରିବାର ପ୍ରୟାସ କରିବି। ବିହାର ରାଜ୍ୟର ଉତ୍ତରାଂଶରେ ବେଗୁସରାଇ ନାମକ ଏକ ଡିଷ୍ଟ୍ରିକ୍ଟ ଅଛି, ଜିଲ୍ଲା ଅଛି। ଦାଦା ମା ମାନଙ୍କୁ ଅନୁରୋଧ ସମସ୍ତେ ଟିକେ ଧ୍ୟାନ ଦେଇକରି ଯଦିଓ ଆଭାସୀ ସତ୍ସଙ୍ଗରେ ଅଛନ୍ତି ଶୁଣିଲେ ଭଲ ହୁଏ, କାରଣ ଏଗୁଡ଼ିକ ଆମକୁ ବହୁ ଭାବରେ ପ୍ରେରିତ କରେ ଇଷ୍ଟ ପଥରେ ଚାଲିବାରେ। ଏଇ ଯେଉଁ କଥା ଅନ୍ତରାଳରେ ଅନେକ ଜିନିଷ ରହିଛି, ପ୍ରଭୁଙ୍କର କୃପା କରୁଣାର କଥା, ଅଲୌକିକତାର କଥା, ଜଣେ ମଣିଷର ସଫଳତାର କଥା। ସେ ବେଗୁସରାଇ ଜିଲ୍ଲାର ସିଟି ସହର ହେଉଛି ବେଗୁସରାଇ ସହର। ସେଠିରେ ରହନ୍ତି ନରେଶ କୁମାର ସିଂ ନାମକ ଜଣେ ଗୁରୁ ଭ୍ରାତା। ସେଇ ନରେଶ କୁମାର ସିଂ ଏବଂ ସେ ପାଖରେ ବାରାଉଣୀ ଅଛି ଅଏଲ ରିଫାଇନାରୀ, ସେଇଠି ଜଣେ ସହପ୍ରତି ରୀତିକ ରହନ୍ତି, ତାଙ୍କର ନାଁ ହେଉଛି ପ୍ରାଣେଶ ଦାସ। ସେ ଆସିଛନ୍ତି, ପ୍ରାଣେଶ ଦାସ ଆସିଛନ୍ତି ବେଗୁସରାଇକୁ। ସେଇଠି ସେଇ ନରେଶ କୁମାର ସିଂ ଦାଦାଙ୍କ ସହିତ ମିଶି ସେମାନେ 2000 ମସିହାରେ ଶ୍ରୀଧାମ ଦେଓଘରକୁ ଯାଇଛନ୍ତି ଆଚାର୍ଯ୍ୟ ଦେବଙ୍କର ଦର୍ଶନ କରିବା ପାଇଁ। ଆଚାର୍ଯ୍ୟ ଦେବ ଶ୍ରୀ ଶ୍ରୀ ଦାଦା ଯେତେବେଳେ ସେମାନେ ଦର୍ଶନ କରିଛନ୍ତି ଆଚାର୍ଯ୍ୟ ଦେବ ଶ୍ରୀ ଶ୍ରୀ ଦାଦାଙ୍କର, ଆଚାର୍ଯ୍ୟ ଦେବ ଶ୍ରୀ ଶ୍ରୀ ଦାଦା ନିଜର ହାତ ପାପୁଲିକୁ ମନ୍ଦିର ପରି କରି କହୁଛନ୍ତି ଯେ ବେଗୁସରାଇରେ ଗୋଟେ ମନ୍ଦିର କର, ବେଗୁସରାଇରେ ଗୋଟେ ମନ୍ଦିର ତିଆରି କର। ଆଚାର୍ଯ୍ୟ ଦେବଙ୍କର ଆଶୀର୍ବାଦ, ତାଙ୍କ ନିଜ ତରଫରୁ ସେ ଆଶୀର୍ବାଦ କରିଛନ୍ତି ବେଗୁସରାଇରେ ଗୋଟେ ମନ୍ଦିର କରିବା ପାଇଁ। ଆଉ ସେ କହୁଛନ୍ତି ଯେ ଟାଟାରେ ଯେପରି ମନ୍ଦିର ଅଛି ତାଠାରୁ ମଧ୍ୟ ବଡ଼ ମନ୍ଦିର କର, ଶ୍ରୀମନ୍ଦିର। ସେ ଆଶୀର୍ବାଦ ବହନ କରି ସେମାନେ 2 ଜଣ ଫେରିଛନ୍ତି। ବେଗୁସରାଇରେ ରହୁଥିବା ନରେଶ କୁମାର ସିଂ ଦାଦା ସେଇ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଜମିର ଅନ୍ୱେଷଣରେ ଲାଗି ଯାଇଛନ୍ତି। କେଉଁଠି ଜମି ମିଳିବ ଖୋଜୁ ଖୋଜୁ ତାଙ୍କୁ ଗୋଟିଏ ଜାଗା ମଧ୍ୟ ମିଳିଛି। ସେ ଜାଗାର ମାଲିକ ହେଉଛନ୍ତି ରାଜୀବ ରଞ୍ଜନ ସିଂ। ସେ ଜଣେ ଧନାଢ୍ୟ ବ୍ୟକ୍ତି, ରୁହନ୍ତି ପାଟଣା ସହରରେ। ତେଣୁ ତାଙ୍କ ପାଖକୁ ସେ ପ୍ରାଣେଶ ଦାଙ୍କ ସହିତ ଏବଂ ନିଜର ବଡ଼ ଭାଇଙ୍କୁ ନେଇ ଆସିଛନ୍ତି ପାଟନା ସହରକୁ। ପାଟନା ସହରକୁ ଆସି ସେ ସବୁ କଥା କହିଛନ୍ତି। ପ୍ରଥମରେ ସେ ରାଜୀବ ରଞ୍ଜନ ଦାଦା ମନା କରିଦେଇଛନ୍ତି, କାରଣ ସେ ଜମି ବିକ୍ରି କରିବେ ନାହିଁ। ଧନାଢ୍ୟ ବ୍ୟକ୍ତି, ତାଙ୍କର ଅର୍ଥର କୌଣସି ଅଭାବ ନାହିଁ। ତେଣୁ ଜମି ଜମା ବିକ୍ରି କରିବାର ତାଙ୍କର ମନ ମଧ୍ୟ ନାହିଁ, ଇଚ୍ଛା ମଧ୍ୟ ନାହିଁ। କିନ୍ତୁ ପ୍ରାଣେଶ ଦା ଯାଇଛନ୍ତି, ଏପଟେ ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କର ଶ୍ରୀ ଶ୍ରୀ ଦାଦାଙ୍କର ଆଶୀର୍ବାଦ ଅଛି। ତେଣୁ ଠାକୁରଙ୍କ ବିଷୟରେ ଯାଜନ କରିଛନ୍ତି। ତାଙ୍କୁ ଯାଜନ କଲା ପରେ ତାଙ୍କର ମନ ଭିତରେ କିଛିଟା ପରିବର୍ତ୍ତନ ଆସିଛି ଏବଂ ସେ ରାଜି ହେଇଛନ୍ତି ଜମି ବିକ୍ରି କରିବା ପାଇଁ ଏବଂ କହିଛନ୍ତି ସେ 21 କାଠା ଜମି ବିକ୍ରି କରିବେ ଏବଂ ଗୋଟିଏ କାଠାକୁ ସେ 5 ଲକ୍ଷ ଟଙ୍କା ନେବେ। ସେଥିରେ ସେମାନେ ରାଜି ହେଇଛନ୍ତି। 1 ଲକ୍ଷ ଟଙ୍କା ଅଗ୍ରିମ ବାବଦକୁ ମଧ୍ୟ ଦିଆଯାଇଛି। ଫେରିଛନ୍ତି ଏବଂ ଏପଟେ ନରେଶ ଦାଦା ସେଇ ଜମିକୁ କ୍ରୟ କରିବା ପାଇଁ ଯେଉଁ ଅର୍ଥର ଆବଶ୍ୟକତା ରହିଛି ତାହା ସଂଗ୍ରହ କରିବାରେ ଲାଗି ପଡ଼ିଛନ୍ତି। ହେଲେ ଏହି ସମୟରେ ଗୋଟେ ବାଧା ସୃଷ୍ଟି ହେଇଛି। ବାଧା କ'ଣ ନା, ସେଇ ସ୍ଥାନୀୟ ଲୋକମାନେ ଯେଉଁମାନେ ଈର୍ଷାପରାୟଣ ହେଇ ଉଠିଛନ୍ତି କିଛି ଲୋକ, ଏବଂ ସେ ରାଜୀବ ରଞ୍ଜନ ସିଂ ଦାଦାଙ୍କୁ ଫୋନ କରିକି କହିଛନ୍ତି ଯେ ଆଜ୍ଞା, ଆପଣଙ୍କର ଯେଉଁ ଜମି, ସେ ଜମିର ମାର୍କେଟ ଭ୍ୟାଲୁ, ତାର ବଜାର ମୂଲ୍ୟ ଅନେକ। ଆପଣ ଠକେଇ ଯାଇଛନ୍ତି, ଆପଣଙ୍କୁ ଏମାନେ ଠକି ଦେଇଛନ୍ତି। ତେଣୁ ଆପଣ ଜାଗା ବିକ୍ରି କରନ୍ତୁ ନାହିଁ। ଏମାନଙ୍କର କଥାରେ ସେ ପ୍ରଭାବିତ ହେଇଛନ୍ତି ଏବଂ
ରାଜୀବ ରଞ୍ଜନ ସିଂ ଫୋନ କରିକି ନରେଶ ଦାଙ୍କୁ କହିଛନ୍ତି ଯେ ସେ ଆଉ ଜାଗା ବିକ୍ରି କରିବେ ନାହିଁ। ଏପଟେ 1,00,000 ଟଙ୍କା ନେଇଛନ୍ତି ଅଗ୍ରିମ ବାବଦକୁ, ଲେଖାଲେଖି କିଛି ନାହିଁ। ତେବେ ଏପଟେ ନରେଶ ଦାଙ୍କର ମୁଣ୍ଡ ବ୍ୟଥା ଆରମ୍ଭ, ତାଙ୍କର ମନ ଭିତରେ ନାନା ଦୁଶ୍ଚିନ୍ତା ସୃଷ୍ଟି ହେଇଛି। କ'ଣ କରିବେ, କେମିତି କରିବେ? ଲୋକଟା ହଁ କହିଥିଲା କିନ୍ତୁ ବର୍ତ୍ତମାନ ମନା କରିଦେଲାଣି। କ'ଣ କରାଯିବ କିଛି ସେ ଆଉ କୂଳ କିନାରା ପାଉନାହାନ୍ତି। ଏ ଭିତରେ 1 ବର୍ଷ ବିତି ଯାଇଛି। 1 ବର୍ଷ ବିତିଗଲା ପରେ ସେ ଆଉ ଥରେ ଯାଇଛନ୍ତି ତାଙ୍କ ପାଖକୁ। ସେ ପ୍ରାଣେଶ ଦାଙ୍କୁ ଧରି, ତାଙ୍କର ବଡ଼ ଭାଇଙ୍କୁ ଧରି ଆଉ ଥରେ ଯାଇଛନ୍ତି ଏବଂ ଆଉ ଥରେ ସେ ଅନୁନୟ ବିନୟ ହେଇଛନ୍ତି। ତାପରେ ସେ ରାଜୀବ ରଞ୍ଜନ ସିଂ କହୁଛନ୍ତି ଠିକ୍ ଅଛି, ଆପଣ ମୁଁ 21 କାଠା ଜମି ବିକ୍ରି କରିବି ନାହିଁ, 12 କାଠା ଜମି ବିକ୍ରି କରିବି, ଆଉ ଗୋଟିଏ କାଠାକୁ ପ୍ରତି କାଠାକୁ 6 ଲକ୍ଷ ଟଙ୍କା ବର୍ତ୍ତମାନ ନେବି। ସେଥିରେ ମଧ୍ୟ ମାନେ ରାଜି ହେଇଛନ୍ତି ଏବଂ ଫେରି ଆସିଛନ୍ତି। ପୁଣି ନରେଶ ଦା ଅର୍ଥ ସଂଗ୍ରହରେ ଲାଗି ପଡ଼ିଛନ୍ତି ଜମି ପାଇଁ, ଜମି କ୍ରୟ କରିବା ପାଇଁ, ମନ୍ଦିରର ଜମି କ୍ରୟ କରିବା ପାଇଁ। କିନ୍ତୁ ଆଉ ଗୋଟେ ବିପଦ ଆସିଛି ତାଙ୍କ ଜୀବନରେ। ହଠାତ୍ ତାଙ୍କର ହୃଦଘାତ ହେଇଛି, ହାର୍ଟ ଆଟାକ୍ ହେଇଯାଇଛି ତାଙ୍କୁ। ହାର୍ଟ ଆଟାକ୍ ହେଲା ପରେ ଅକସ୍ମାତ ତାଙ୍କୁ ମାନେ ହଠାତ୍ ହାର୍ଟ ଆଟାକ୍ ହେଇଯାଇଛି। ତାଙ୍କୁ ବଡ଼ ହସ୍ପିଟାଲକୁ ନିଆଯାଇଛି, ICUରେ ଭର୍ତ୍ତି କରାଯାଇଛି। ସେଇ ଅବସ୍ଥା ତାଙ୍କର ଟ୍ରିଟମେଣ୍ଟ ଚାଲିଛି। ସେଇ ଅବସ୍ଥାରେ ମଧ୍ୟ ସେ ମନ୍ଦିର କଥା ଚିନ୍ତା କରୁଛନ୍ତି, କିପରି ଭାବରେ ପ୍ରଭୁଙ୍କର ମନ୍ଦିର ହେବ। ତାଙ୍କର ଏପରି ଅବସ୍ଥା ହେଲାଣି, ମରିବାର ମାନେ ସମୟ ଆସିଗଲାଣି, କେମିତି କରିବେ, କ'ଣ କରିବେ? ତେଣୁ ସେ ବ୍ୟାକୁଳ ଭାବରେ ନାମ କରୁଛନ୍ତି। ଆଚାର୍ଯ୍ୟ ଦେବ ଶ୍ରୀ ଦାଦାଙ୍କର ଶ୍ରୀମୁଖ ତାଙ୍କର ମନ ଭିତରରେ ଉଜ୍ଜଳ ଭାବରେ ଉଦ୍ଭାସିତ ହେଇ ଉଠୁଛି। ସେ ବ୍ୟାକୁଳ ହେଇ ଉଠୁଛନ୍ତି। ତାପରେ ନରେଶ ଦାଦାଙ୍କର ଅବସ୍ଥା କଥା ଆଚାର୍ଯ୍ୟ ଦେବଙ୍କୁ ନିବେଦନ କରାଯାଇଛି। ଆଚାର୍ଯ୍ୟ ଦେବ ଶ୍ରୀ ଦାଦାଙ୍କୁ, ଏବଂ ଶ୍ରୀ ଦାଦା କହୁଛନ୍ତି ଯେ ନରେଶ ଦାଙ୍କର କିଛି ହେବ ନାହିଁ, ନରେଶ ଦାଙ୍କର କିଛି ହେବ ନାହିଁ, କାରଣ ସେ ଠାକୁରଙ୍କର କାମରେ ଲାଗିଛନ୍ତି, ତେଣୁ ତାଙ୍କର କିଛି ହେବ ନାହିଁ। ଆଚାର୍ଯ୍ୟ ଦେବ ଶ୍ରୀ ଦାଦାଙ୍କର ଆଶୀର୍ବାଦ ପାଇଲା ପରେ ସେ ସୁସ୍ଥ ହେଇ ଉଠିଛନ୍ତି। ଡାକ୍ତରମାନେ ଦେଖିଛନ୍ତି ଯେ ତାଙ୍କର ଯେଉଁ ଗୋଟେ ଆର୍ଟେରୀ ଆଗରୁ ବ୍ଲକ୍ ହେଇକିରି ଥିଲା, ସେଇ ବ୍ଲକ୍ଡ ଆର୍ଟେରୀ ଆଉ ଥରେ ଖୋଲି ଯାଇଛି ଏବଂ ହାର୍ଟକୁ ବ୍ଲଡ୍ ଫ୍ଲୋଟା ନର୍ମାଲ ହେଇଯାଇଛି ଏବଂ ସେ ସୁସ୍ଥ ହେଇ ଉଠିଛନ୍ତି। ତାପରେ ପୁଣି ଲାଗି ପଡ଼ିଲେ ଇଷ୍ଟକର୍ମରେ, ସେଇ ଅର୍ଘ୍ୟ ସଂଗ୍ରହ ପାଇଁ ଲାଗି ପଡ଼ିଛନ୍ତି। ଏପଟେ ସେ ଚିନ୍ତା ମଧ୍ୟ କରୁଛନ୍ତି ଯେ ଏ ଭିତର ଯେଉଁ 12 କାଠା ଜାଗା ଅଛି, ସେ ଭିତରୁ କିଛି ବିକ୍ରି କରି ସେ ବିକ୍ରିଲବ୍ଧ ଅର୍ଥରେ ମନ୍ଦିର ତିଆରି କରିବେ। ସେଥିପାଇଁ କ୍ରେତାମାନଙ୍କ ସହିତ ମଧ୍ୟ ସେ ଯୋଗାଯୋଗ କରୁଛନ୍ତି, ସ୍ଥାନୀୟ କ୍ରେତାମାନଙ୍କର ସହିତ, ଏବଂ କିଛି କ୍ରେତାଙ୍କ ଠାରୁ ସେ ଅଗ୍ରିମ ବାବଦକୁ ମଧ୍ୟ କିଛି ଟଙ୍କା ଆଣିଛନ୍ତି। ତାପରେ ଅର୍ଥ ସଂଗ୍ରହ ହେଇଛି। ଅର୍ଥ ସଂଗ୍ରହ ହେଲା ପରେ ସେ ଯେତେବେଳେ ରାଜୀବ ରଞ୍ଜନ ଦାଦାଙ୍କୁ କହୁଛନ୍ତି ଆପଣ ଆସନ୍ତୁ ଆଉ ରେଜିଷ୍ଟ୍ରି କରିଦିଅନ୍ତୁ, ଆମେ ସବୁ ଅର୍ଥ ସଂଗ୍ରହ କରିସାରିଛନ୍ତି। କିନ୍ତୁ ତା ପୂର୍ବରୁ ସେ କିଛି ଲୋକ ଈର୍ଷା ପରାୟଣ ହେଇ ପୁଣି ରାଜୀବ ରଞ୍ଜନ ଦାଦାଙ୍କୁ ନେଗେଟିଭ୍ କରିଛନ୍ତି, ଏପଟେ ସେପଟେ କହିଛନ୍ତି। ତେଣୁ ରାଜୀବ ରଞ୍ଜନ ଦାଦା କହୁଛନ୍ତି ଯେ ନା, ମୁଁ ଆଉ ସେ ଜମି ଦେବି ନାହିଁ, ମୁଁ ରେଜିଷ୍ଟ୍ରେସନ କରିବା ପାଇଁ ଯିବି ନାହିଁ। ବଡ଼ ଆଶ୍ଚର୍ଯ୍ୟ କଥା, ମାନେ ନରେଶ ଦାଙ୍କର ଅକଲ ଗୁଡ଼ୁମ, ସେ ଆଉ ଚିନ୍ତା କରିପାରୁନାହାନ୍ତି କ'ଣ ହେବ। ବହୁ ଲୋକଙ୍କ ଠାରୁ ମାନେ କିଛି ଲୋକଙ୍କ ଠାରୁ ସେ ଜମି ବିକ୍ରି କରିବା ପାଇଁ, ସେ 12 କାଠା ଜମିରୁ କିଛି ଜମି ବିକ୍ରି କରିବା ପାଇଁ ଅଗ୍ରିମ ବାବଦକୁ ମଧ୍ୟ କିଛି ଅର୍ଥ ସଂଗ୍ରହ କରିଛନ୍ତି। ଆଉ ସେ ସ୍ଥାନୀୟ ଈର୍ଷାଳୁ ବ୍ୟକ୍ତିମାନେ ସେଇ ଲୋକମାନଙ୍କୁ ଯେଉଁମାନେ ଅଗ୍ରିମ ଟଙ୍କା ଦେଇଛନ୍ତି ସେମାନଙ୍କୁ କହୁଛନ୍ତି ଦେଖନ୍ତୁ ନରେଶ ଦାଦାଙ୍କର ଦେହ ବହୁତ ଅସୁସ୍ଥ, ତାଙ୍କର ଜୀବନ ବଞ୍ଚିବ କି ନାହିଁ କିଛି ଠିକ୍ ନାହିଁ, ଆପଣମାନଙ୍କର ସବୁ ଅର୍ଥ ସବୁ ମାନେ ବୁଡ଼ିଯିବ, ଯେ ଯାହା ଆପଣମାନେ ଅଗ୍ରିମ ଦେଇଛନ୍ତି ଆଉ ଅର୍ଥ ଫେରି ପାଇବେ ନାହିଁ। ତେଣୁ ସେମାନେ ବ୍ୟସ୍ତ ବ୍ୟାକୁଳ ହେଇ ଏ ନରେଶ ଦାଦାଙ୍କୁ ବାରମ୍ବାର ଫୋନ କରୁଛନ୍ତି, ତାଗିଦ କରୁଛନ୍ତି
ଏପରି ଏକ ଗୋଟେ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ କଣ କରିବେ କିଛି ଠିକ କରିପାରୁନାହାନ୍ତି। ତାପରେ ଯେତେବେଳେ ସବୁ କଥା ପ୍ରଭୁଙ୍କ ଉପରେ ଛାଡ଼ି ଦେଇଛନ୍ତି, ଆପଣ ହିଁ ବୁଝିବେ ଯାହା କର୍ମ ହବାର ହବ। ସେ ସବୁ ଜିନିଷ ପ୍ରଭୁଙ୍କ ଉପରେ ଛାଡ଼ି ଦେଇଛନ୍ତି। ଏଇ ସମୟରେ ପ୍ରାଣେଶ ଦା ଆସିଛନ୍ତି ତାଙ୍କ ପାଖକୁ। ପ୍ରାଣେଶ ଦାଙ୍କୁ ସବୁ କଥା କହିଛନ୍ତି ନରେଶ ଦା। ତାପରେ ପ୍ରାଣେଶ ଦା ଫୋନ କରିଛନ୍ତି ଆଶ୍ରମକୁ। ଆଚାର୍ଯ୍ୟ ଦେବଙ୍କୁ ନିବେଦନ କରିଛନ୍ତି। ଆଚାର୍ଯ୍ୟ ଦେବ ସେ ସମୟରେ ଶିଲଂରେ ରହିଛନ୍ତି। ଶିଲଂରେ ଆମର ଗୌରବ ଭାଇ ଯେ ଆମର ଓଡ଼ିଶାର ସେ ପୂଜା ଆଚାର୍ଯ୍ୟ ଶିଶି ଦାଦାଙ୍କର ଯେହେତୁ ଡ୍ରାଇଭର, ତାଙ୍କ ପାଖରେ ସେ ରହନ୍ତି ସବୁବେଳେ। ଗୌରବ ଭାଇଙ୍କୁ ସବୁ ନିବେଦନ କରାଯାଇଛି। ଗୌରବ ଭାଇ କହିଲେ ଠିକ୍ ଅଛି, ଆସନ୍ତାକାଲି ସକାଳ 7ଟାରେ ମୁଁ ଆଚାର୍ଯ୍ୟ ଦେବଙ୍କ ପାଖରେ ନିବେଦନ କରିବି। ଆଉ ନିବେଦନ ହେଇଛି ପରଦିନ ସକାଳେ ନିବେଦନ ହେଇଛି। ଆଚାର୍ଯ୍ୟ ଦେବ ଶିଶି ଦାଦା କହୁଛନ୍ତି, ଆରେ କ'ଣ କିଛି ଅଲୌକିକ ଘଟିବା ପାଇଁ ଅପେକ୍ଷା କରିଛ କି? ଗୌରବ ଭାଇକୁ କହୁଛନ୍ତି ଫୋନ କରିକି କହିଦେ ଯେ ସେମାନେ କ'ଣ କିଛି ଅଲୌକିକ ଘଟଣା ପାଇଁ ଅପେକ୍ଷା କରିଛନ୍ତି କି? ତାପରେ ପୁଣି ହସି ହସି କହୁଛନ୍ତି ସେଇଟା ପରମ ପିତାଙ୍କର ଦୟାରୁ ହବ, ଘଟିବ, ସଂଗଠିତ ହବ। ଏଇ ଆଶୀର୍ବାଦ ସେମାନେ ପାଇଛନ୍ତି। ସେଇଦିନ ହିଁ ଦିନ 10ଟାରେ ସେ ରାଜୀବ ରଞ୍ଜନ ସିଂ ଦାଦା ଫୋନ କରିକି କହୁଛନ୍ତି ଯେ ଠିକ୍ ଅଛି, ମୁଁ ରେଜିଷ୍ଟ୍ରେସନ କରିବା ପାଇଁ ଯିବି ବେଗୁସରାଇ, ଆପଣମାନେ ସବୁ ଟଙ୍କା ରେଡ଼ି କରନ୍ତୁ, ରେଡ଼ି ହୁଅନ୍ତୁ ସବୁ କାଗଜପତ୍ର ଧରି। ଏପରି ଭାବରେ ରେଜିଷ୍ଟ୍ରେସନ ମଧ୍ୟ ହେଇଯାଇଛି। ଏଇଟା ଜମି ଅଧିଗ୍ରହଣର ଇତିବୃତ୍ତ। ତାପରେ ଆରମ୍ଭ ହେଇଛି ମନ୍ଦିର ନିର୍ମାଣ କାର୍ଯ୍ୟକ୍ରମ। ମନ୍ଦିର ନିର୍ମାଣ କାର୍ଯ୍ୟକ୍ରମ ସମୟରେ ମଧ୍ୟ ଅନେକ ଏପରି ଅଲୌକିକ ଘଟଣା ସବୁ ଘଟିଛି। ଗୋଟେ ଦୁଇଟା ସେ ଭିତରୁ ଉପସ୍ଥାପନ କରିବି ମୁଁ। ପ୍ରଥମ ଘଟଣା, ଯେତେବେଳେ ମନ୍ଦିରର ଦ୍ୱିତଳ ଢଳେଇ କାମ ଆରମ୍ଭ ହେବ, ଢଳେଇ କାମ ଆରମ୍ଭ ହେବାର ଅଛି। ସେ ସମୟରେ ଲୁହାର ରଡ଼ ଯେଉଁ ଲାଗେ, ଲୁହା ରଡ଼ର ଆବଶ୍ୟକତା ରହିଛି। ଲୁହା ରଡ଼ ପାଇଁ ସଂଗ୍ରହ କରୁଛନ୍ତି, ଅର୍ଘ୍ୟ ସଂଗ୍ରହ କରୁଛନ୍ତି। କିନ୍ତୁ ସେମାନେ ଚେଷ୍ଟା କରିକରି ମଧ୍ୟ ଲୁହା ରଡ଼ ପାଇଁ ଯେତେ ଅର୍ଥ ସଂଗ୍ରହ ଯାହା ଯାହା ଦରକାର ସେ କରିପାରୁନାହାନ୍ତି। ତେଣୁ ବ୍ୟସ୍ତ ବ୍ୟାକୁଳ ହେଇ ଉଠିଛନ୍ତି ନରେଶ ଦା। କ'ଣ କରାଯିବ? ମାନେ ଠିକ୍ ସମୟରେ ଯଦି ଆମେ ଲୁହା ରଡ଼ର ବ୍ୟବସ୍ଥା କରିବା ନାହିଁ, ତାହେଲେ ଯେଉଁ କାରିଗରମାନେ ଅଛନ୍ତି ଢଳେଇ କାମ କରିବା ପାଇଁ, ସେ କାରିଗରମାନେ ହୁଏତ ଅନ୍ୟତ୍ର କୌଣସି କାମରେ ବ୍ୟସ୍ତ ରହିଯାଇପାରନ୍ତି ଏବଂ ଏ କାମଟି ଡେରି ହେଇଯିବ, ବିଳମ୍ବ ହେଇଯିବ। ସେଇ ଚିନ୍ତାରେ ସେ ଭାବି ପାରୁନାହାନ୍ତି କ'ଣ କରିବେ। ବ୍ୟାକୁଳ ଭାବରେ ସେ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି। ସେଦିନ ରାତିରେ ପ୍ରାର୍ଥନା କରି ଶୋଇବା ପାଇଁ ଯାଉଛନ୍ତି ଠାକୁରଙ୍କୁ, ଏବଂ ସେହି ସମୟରେ ଜଣେ ରାତି 10ଟାରେ ଜଣେ ଦାଦା ଆସି କବାଟ ବାଡ଼ଉଛନ୍ତି। କବାଟ ଖୋଲି ଦେଖୁଛନ୍ତି ଯେ ସେଠାକାର ଜଣେ ବ୍ୟାଙ୍କର ଅଧିକାରୀ ସରୋଜ କୁମାର ଦାଦା, ତାଙ୍କ ନାଁ ହେଉଛି ସରୋଜ କୁମାର ଦାଦା, ବ୍ୟାଙ୍କର ଅଧିକାରୀ। ସେ ଆସିକରି କହୁଛନ୍ତି ଯେ ଦାଦା, ଆପଣ କୁଆଡ଼େ ଏଇ ମନ୍ଦିରର ଦ୍ୱିତଳ ଢଳେଇ କାମ ପାଇଁ ଆପଣଙ୍କୁ ଲୁହା ରଡ଼ ଦରକାର, କେତେ ରଡ଼ ଦରକାର ଆପଣଙ୍କୁ? ଦେଖନ୍ତୁ, ନିଜ ତରଫରୁ ସେ କହୁଛନ୍ତି ଯେ ଆପଣଙ୍କୁ କେତେ ରଡ଼ ଦରକାର? ନରେଶ ଦା କହୁଛନ୍ତି 110 କୁଇଣ୍ଟାଲ, 110 କୁଇଣ୍ଟାଲ ରଡ଼ ଦରକାର ଅଛି। ସେ କହିଲେ ଠିକ୍ ଅଛି, ଯାହା ଲାଗିବ ମୁଁ ଦେଇଦେବି। ପ୍ରଭୁଙ୍କର କୃପା କରୁଣାରୁ ଠିକ୍ ସମୟରେ ମନ୍ଦିରର ଦ୍ୱିତଳ ଢଳେଇ କାମ ସରିଛି। ଏଇଟା ହେଉଛି ଅଲୌକିକତା, ଏଇଟା ହେଉଛି ପ୍ରଭୁଙ୍କର ଦୟା, ପ୍ରଭୁଙ୍କର କରୁଣା। ମଣିଷ ଯେତେବେଳେ ତାଙ୍କ କାମରେ ଲାଗେ, ସେତେବେଳେ ଅସମ୍ଭବ କିଛି ରହେ ନା। ତାଙ୍କ ଦୟାରୁ ସବୁ ସମ୍ଭବ ହେଉଠି। ଆଉ ଗୋଟେ ଘଟଣା, ମନ୍ଦିରର ତ୍ରିତଳ ଯେତେବେଳେ ଢଳେଇ କାମ କରିବାର ଅଛି, ସେ ସମୟରେ ସ୍ଥାନୀୟ ଯୁବକ ଗୁରୁଭାଇମାନେ, ଯେଉଁମାନେ ଯୁବକ ଗୁରୁଭାଇମାନେ, ସେମାନେ କହିଥିଲେ ଯେ ଆମେ ଯାହା ସିମେଣ୍ଟ ଲାଗିବ ଦେଇଦେବୁ। ତେଣୁ ଶେଷ ପର୍ଯ୍ୟନ୍ତ ସିମେଣ୍ଟର ବ୍ୟବସ୍ଥା କରାଯାଇ ନାହିଁ। କିନ୍ତୁ ଢଳେଇ କାମକୁ 3 ଦିନ ବାକି ଅଛି,
ସେମାନେ ନିଜର ଅକ୍ଷମତା ପ୍ରକାଶ କଲେ, କହିଲେ ଆମେ ଆଉ ସାହାଯ୍ୟ କରିପାରିବୁ ନାହିଁ। ତେଣୁ ଏହି ସମୟରେ ମଧ୍ୟ କାମଟି ଅଟକି ଯାଉଛି। ବ୍ୟସ୍ତ ହେଉଥିଲେ ନରେଶ ଦା, କ'ଣ କରାଯିବ? ଠିକ୍ ସମୟରେ ଏମାନେ ମନା କରିଦେଲେ, କିଛି ଚିନ୍ତା କରିପାରୁନାହାନ୍ତି। ଗୁରୁଭାଇମାନଙ୍କୁ ଡାକି ଆଲୋଚନା କରାହେଲା। ସେ ଗୁରୁଭାଇମାନଙ୍କ ଭିତରୁ ଜଣେ ଗୋଟେ ପେଟ୍ରୋଲ ପମ୍ପର ମ୍ୟାନେଜର ଥିଲେ। ସେ କହିଲେ ଆମର ଯେଉଁ ପେଟ୍ରୋଲ ପମ୍ପର ମାଲିକ ଅଛନ୍ତି ମନୋଜ କୁମାର ସିଂ, ତାଙ୍କ ପାଖକୁ ଯିବା, ତାଙ୍କୁ କହିବା। ତାପରେ ସେ ମ୍ୟାନେଜର ଆଉ ଏ ନରେଶ ଦାଦା ଆଉ ଜଣେ ଦୁଇ ଜଣ ଗୁରୁଭାଇ ସେ ମନୋଜ କୁମାର ସିଂ ଯିଏ ପେଟ୍ରୋଲ ପମ୍ପ ମାଲିକ ତାଙ୍କ ପାଖକୁ ଯାଇଛନ୍ତି। ଯେତେବେଳେ ମ୍ୟାନେଜର ଜଣକ ଅର୍ଘ୍ୟ କଥା କହିଛନ୍ତି, ସେଇ ମନୋଜ କୁମାର ସିଂ ଯିଏ ପେଟ୍ରୋଲ ପମ୍ପ ମାଲିକ ସେ ବିରକ୍ତ ହୋଇ ଉଠିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ମୁଁ କିଛି କରିପାରିବି ନାହିଁ, ବର୍ତ୍ତମାନ ମୁଁ କିଛି କରିପାରିବି ନାହିଁ, ମୁଁ ଅଶୌଚ ଅବସ୍ଥାରେ ଅଛି, ଆଉ ଆପଣମାନେ ଯାଆନ୍ତୁ। ତାପରେ ନିରାଶ ହେଇକି ଫେରୁଛନ୍ତି। କିଛି ଦୂର ଫେରି ଆସିଛନ୍ତି, ପଛପଟୁ ଜଣେ ମାନେ ତାଙ୍କର ଜଣେ କାମ କରୁଥିବା ଲୋକ ଡାକୁଛନ୍ତି, କହୁଛନ୍ତି ଆସନ୍ତୁ ଆମର ମାଲିକ ଡାକୁଛନ୍ତି, ଚା ପିଇକରି ଯିବେ। ତାପରେ ମାନେ ଫେରିଲେ, ଚା ପିଉଛନ୍ତି। ଚା ପିଇବା ସମୟରେ ସେଇ ପେଟ୍ରୋଲ ପମ୍ପ ମାଲିକ ଦେଖୁଛନ୍ତି ନରେଶ ଦାଙ୍କୁ ଏବଂ ଅପଲକ ଭାବରେ ତାଙ୍କୁ ସେ ଦେଖି ଚାଲିଛନ୍ତି ତାଙ୍କର ମୁହଁକୁ। ଏ ଠାକୁରଙ୍କର କଥା କହୁଛନ୍ତି, ଠାକୁରଙ୍କର କଥା ଶୁଣୁଛନ୍ତି ଏବଂ ତାଙ୍କର ମୁହଁକୁ ଦେଖୁଛନ୍ତି। ତାପରେ ହଠାତ୍ ସେ କହିଲେ ଯେ ଦାଦା ଆପଣ କ'ଣ ବୁଲେଟ୍ ଚଲାନ୍ତି କି? ବୁଲେଟ୍ ଗାଡ଼ି, ବୁଲେଟ୍ ମୋଟରସାଇକେଲ ଆପଣ ଚଲାନ୍ତି କି? ତାପରେ ନରେଶ ଦା କହିଲେ ହଁ ମୁଁ ବୁଲେଟ୍ ମୋଟରସାଇକେଲ ଚଲାଏ, କିନ୍ତୁ ବର୍ତ୍ତମାନ ଆଉ ମୁଁ ଚଲାଉନାହିଁ, କାରଣ 10 ବର୍ଷ ଆଗରୁ ମୁଁ ଚଲେଇବା ଛାଡ଼ି ଦେଇଛି। ତାପରେ ଯେତେବେଳେ ସେ ଜାଣିଲେ ଯେ ଇଏ ବୁଲେଟ୍ ମୋଟରସାଇକେଲ ଚଲାଉଥିଲେ 10 ବର୍ଷ ଆଗରୁ ପୂର୍ବରୁ, ସେ ହାତ ଯୋଡ଼ିକି କହୁଛନ୍ତି ଆଜ୍ଞା ମୋତେ କ୍ଷମା କରିବେ, ମୁଁ ଆପଣଙ୍କୁ ଚିହ୍ନି ପାରିଲି ନାହିଁ, ମୁଁ ଆପଣଙ୍କୁ ଚିହ୍ନି ପାରିଲି ନାହିଁ। ଅତି ଅନୁନୟ ବିନୟ ହେଇ କହୁଛନ୍ତି। କ'ଣ ଗୋଟେ ଘଟଣା ଥିବ, ତେଣୁ ସେ ବ୍ୟସ୍ତ ବ୍ୟାକୁଳ ହେଇ ତାଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି ଏବଂ କହିଲେ ଠିକ୍ ଅଛି, ଆପଣ ଯାହା ଚାହୁଁଛନ୍ତି ମୁଁ ଆପଣଙ୍କୁ ଦେବି। ନରେଶ ଦା କହିଲେ ଖାଲି ସେତିକି ନୁହେଁ, ଆପଣ ମନ୍ଦିରକୁ ଆସନ୍ତୁ, ଆପଣ ଦୀକ୍ଷା ନେବେ ଏବଂ ତାପରେ ଯାହା ଦେବା କଥା ଦେବେ। ପରଦିନ ସକାଳେ ସେ ମନ୍ଦିରକୁ ଯାଇଛନ୍ତି, ଦୀକ୍ଷା ନେଇଛନ୍ତି ଏବଂ ଯେତେବେଳେ ତାଙ୍କୁ କୁହାଯାଇଛି 600 ବସ୍ତା ସିମେଣ୍ଟ ଦେବା ପାଇଁ, ସେ ତତ୍କ୍ଷଣାତ୍ ସେ 600 ବସ୍ତା ସିମେଣ୍ଟ ତାଙ୍କୁ ଦେଇଛନ୍ତି। ତ୍ରିତଳର ଢଳେଇ କାମ ସରିଛି। ଏପରି ଭାବରେ ମନ୍ଦିର କାମ ସମାପ୍ତ ହେଇଛି। ସେ ଭିତରେ ଆଉ ଗୋଟିଏ ଘଟଣା ନରେଶ ଦା କହୁଛନ୍ତି ଯେ ଗୌତମ ସିଂ ବୋଲି ଜଣେ ଭାଇ, ଗୁରୁ ଭାଇ ଆମର, ସେ ଏହି ମନ୍ଦିର ନିର୍ମାଣ କାମରେ ବହୁ ଭାବରେ ଆମକୁ ସାହାଯ୍ୟ କରିଛନ୍ତି। ତାଙ୍କର ପରିବାର ଲୋକ ବହୁ ଭାବରେ ସାହାଯ୍ୟ କରିଛନ୍ତି। ତେବେ ତାଙ୍କର ସେ ଗୌତମ ସିଂ ଭାଇଙ୍କର ଜୀବନର ଏହି ମନ୍ଦିର ନିର୍ମାଣ ସହିତ ଜଡ଼ିତ ଗୌତମ ସିଂ ଭାଇଙ୍କର ଜୀବନର ଗୋଟିଏ ଘଟଣା ସେ ଉପସ୍ଥାପନ କରି କହୁଛନ୍ତି ଯେ କିଛି ବର୍ଷ ପୂର୍ବରୁ ସେ ତାଙ୍କର ଆଉ ଜଣେ ବନ୍ଧୁଙ୍କ ସହିତ ମିଶି ବ୍ୟବସାୟ ଆରମ୍ଭ କରିଥିଲେ, କିନ୍ତୁ ସେ ବନ୍ଧୁ ଜଣକ ଚଞ୍ଚକତା କରି ୟାଙ୍କ ନାଁରେ ବହୁ ଟଙ୍କା ବ୍ୟାଙ୍କରୁ କରଜ ନେଇଛନ୍ତି, ମାର୍କେଟରୁ ବିଭିନ୍ନ ଲୋକଙ୍କ ଠାରୁ ହାତ ଉଧାରି ନେଇଛନ୍ତି ଏବଂ ୟାଙ୍କୁ ବ୍ୟବସାୟରୁ ବାହାର କରିଦେଇଛନ୍ତି। ଏବଂ ୟାଙ୍କ ଉପରେ ଯେଉଁ କରଜ ରହିଛି, ଏ ଗୌତମ ସିଂ ଭାଇଙ୍କ ଉପରେ ଯେଉଁ କରଜ ରହିଛି, ସେ କହିଲେ ଯେ ତୁମର କରଜ ଶୁଝିବା ପର୍ଯ୍ୟନ୍ତ ତୁମେ ମୋ ପାଖରେ କାମ କରିବ। ଗୌତମ ସିଂ ଭାଇ ଦେଖିଲେ ଏତେ ଟଙ୍କା ତାଙ୍କ ଉପରେ କରଜ ଅଛି ଯେ ସେ ଜୀବନ ସାରା ଯଦି କାମ କରିବେ ତାହେଲେ ସେ ଶୁଝି ପାରିବେ ନାହିଁ। ତେଣୁ ସେ ଅତ୍ୟନ୍ତ ବ୍ୟସ୍ତ ହୋଇ ଉଠିଛନ୍ତି ଏବଂ ସବୁ କଥା ନରେଶ ଦାଦାଙ୍କୁ କହିଛନ୍ତି। ନରେଶ ଦାଦା ଖବର ସଂଗ୍ରହ କରି ଜାଣିଛନ୍ତି ଯେ ସେଇ ଯେଉଁ ବ୍ୟକ୍ତି ଯିଏ ଗୌତମ ସିଂ ଭାଇଙ୍କୁ ବିଶ୍ୱାସଘାତ କରିଛନ୍ତି, ସେ ଜଣେ ଅପରାଧିକ ବ୍ୟକ୍ତିତ୍ୱ, ଅପରାଧୀ ଜଣେ। ତା ନାଁରେ ବହୁତ ଗୁଡ଼ାଏ ମକଦ୍ଦମା ମଧ୍ୟ ଚାଲିଛି
ଏବଂ ତାଙ୍କର ସ୍ତ୍ରୀ ଯିଏ ସେ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ଜଣେ ପଦସ୍ଥ ଅଧିକାରୀ। ତେଣୁ ତାଙ୍କୁ କୌଣସି ଅନୁରୋଧ କଲେ କିଛି ହେବ ନାହିଁ। ତେଣୁ ସେ ଚିନ୍ତା କଲେ କ'ଣ କରିବା। ତାପରେ ଗୌତମ ସିଂ ଭାଇକୁ କହିଲେ, ଶୁଣନ୍ତୁ ଆପଣ କେନ୍ଦ୍ରକୁ ଆସନ୍ତୁ, ଠାକୁରଙ୍କର କେନ୍ଦ୍ରକୁ ଆସନ୍ତୁ, ଯେତେବେଳେ ସୁବିଧା ହେଉଛି ସକାଳେ ସନ୍ଧ୍ୟାରେ ପ୍ରାର୍ଥନା କରନ୍ତୁ, ତାପରେ ଯାହା ଦେଖାଯିବ। ତାପରେ ନରେଶ ଦାଦାଙ୍କର କଥାରେ ସେଇ ଗୌତମ ସିଂ ଭାଇ ଆସିଛନ୍ତି, ସକାଳ ସନ୍ଧ୍ୟା ତାଙ୍କର ପରିବାର ତାଙ୍କର ସେ ମା ଆସିଛନ୍ତି, ସକାଳ ସନ୍ଧ୍ୟାରେ ପ୍ରାର୍ଥନାରେ ଯୋଗ ଦିଅନ୍ତି, ରେଗୁଲାର ନିୟମିତ ଭାବରେ ଆସନ୍ତି। ଧୀରେ ଧୀରେ କିଛି ଫୁଲ ଧରିକରି ଆସିଛନ୍ତି ଠାକୁରଙ୍କ ପାଇଁ, ଧୀରେ ଧୀରେ କିଛି ପ୍ରସାଦ ଧରିକରି ଆସିଛନ୍ତି ଠାକୁରଙ୍କ ପାଇଁ, ଭୋଗ ଧରିକରି ଆସିଛନ୍ତି। ଏମିତି ଏଇ ଭିତରେ ଗୋଟେ ଆଶ୍ଚର୍ଯ୍ୟ ଘଟଣା ଘଟିଛି ଯେ ଗୋଟେ ଦିନ ସେଇ ଲୋକ, ଯେଉଁ ଲୋକ ପାଖରେ ସେ କାମ କରୁଥିଲେ ବିନା ଦରମାରେ, ଯେଉଁ ଲୋକ ତାଙ୍କୁ ବିଶ୍ୱାସଘାତ କରିଛି, ସେଇ ଲୋକ ଆସି ତାଙ୍କ ଘରେ କହୁଛି ଯେ ଆଜିଠାରୁ ମୁଁ ତୁମର ସମସ୍ତ କରଜ ମାଫ କରିଦେଲି, ଆଜିଠାରୁ ତୁମର ସମସ୍ତ କରଜ ମାଫ କରିଦେଲି। ତାପରେ ସେ ଏକ ବଡ଼ କମ୍ପାନୀରେ ମଧ୍ୟ ଚାକିରି ପାଇଲେ ଏବଂ ନରେଶ ଦା କହୁଛନ୍ତି ତାଙ୍କର ପୁଅ ଏ 2024 ମସିହାରେ ନିଟ୍ ଏକ୍ଜାମରେ ପାସ୍ କରିଛି ଏବଂ ଡାକ୍ତରୀ ପାଠ ପଢ଼ୁଛି। କହିବାର ତାତ୍ପର୍ଯ୍ୟ ହେଉଛି ଯେ ପ୍ରଭୁଙ୍କର କାମରେ ଯେଉଁମାନେ ବାସ୍ତବ ଭାବରେ ଲାଗିଛନ୍ତି ତାଙ୍କର ଜୀବନରେ କେମିତି ପରିବର୍ତ୍ତନ ଆସୁଛି। କୌଣସି ବାଧା ବିପତ୍ତିକୁ ଭ୍ରୂକ୍ଷେପ ନ କରି ଯେଉଁମାନେ ଇଷ୍ଟକର୍ମରେ ଲାଗିଛନ୍ତି, ଇଷ୍ଟକର୍ମ କରିବା ସମୟରେ ବାଧା ବିପତ୍ତି ଆସିବ। ଆଜିକାଲି ତ ଆମେ ଦେଖିବାକୁ ପାଉଛନ୍ତି, ଦୁଃଖ ମାନେ ଗୋଟେ ବେଦନାର ସହିତ ମୁଁ ପ୍ରକାଶ କରିବା ପାଇଁ ଅବଶ୍ୟ କଥା ଚାହୁଁଛି, ବିଭିନ୍ନ କେନ୍ଦ୍ର ମନ୍ଦିରରେ, ସବୁ କେନ୍ଦ୍ର ମନ୍ଦିରରେ ନୁହେଁ, ଅଧିକାଂଶ କେନ୍ଦ୍ର ମନ୍ଦିରରେ ଗୋଟିଏ ଦୁଇଟା ତିନିଟା ଦଳ ଅଛନ୍ତି, ଦଳ ଦଳ ହେଇଛନ୍ତି। ଗୋଟିଏ ଦଳ ଯଦି କିଛି କାମ କରୁଛି ତାହେଲେ ଆଉ ଗୋଟେ ଦଳ ବାଧା ସୃଷ୍ଟି କରୁଛି ଏବଂ ଇଷ୍ଟକର୍ମରେ ବ୍ୟାଘାତ ମଧ୍ୟ ସୃଷ୍ଟି ହେଉଛି। ଏଇଟା ସାଧାରଣତଃ ବର୍ତ୍ତମାନ ଦେଖାଯାଉଛି, ସବୁ ଅବଶ୍ୟ କେନ୍ଦ୍ର ମନ୍ଦିରରେ ନୁହେଁ, ଅଧିକାଂଶ କେନ୍ଦ୍ର ମନ୍ଦିରରେ ମୁଁ ମୋର ବ୍ୟକ୍ତିଗତ ଅନୁଭୂତିରୁ କହୁଛି, ମୁଁ ଏଇଟା ଦେଖିବାକୁ ପାଉଛି। ତେବେ ଏଇଟା ମଧ୍ୟ ସତ୍ୟ ଯେ ଯେକୌଣସି ଇଷ୍ଟକର୍ମ ଯଦି ଇଷ୍ଟଙ୍କର ତୃପ୍ତି ପାଇଁ, ଇଷ୍ଟଙ୍କର ଆନନ୍ଦ ପାଇଁ, ତାଙ୍କୁ ଖୁସି କରିବା ପାଇଁ, ତାଙ୍କର ପ୍ରତିଷ୍ଠା ପାଇଁ ଯଦି ଆମେ କରୁଛନ୍ତି, ତାହେଲେ ଯିଏ ଯେତେ ବାଧା ସୃଷ୍ଟି କଲେ ମଧ୍ୟ, ଯିଏ ଯେତେ ପ୍ରତିବନ୍ଧକ ସୃଷ୍ଟି କଲେ ମଧ୍ୟ, ଯିଏ ଯେତେ ପ୍ରକାର ସମାଲୋଚନା କଲେ ମଧ୍ୟ ସେହି କାର୍ଯ୍ୟଟି ଅଚିରେ ସମ୍ପନ୍ନ ହେଉଛି। କାରଣ ସେହି ଇଷ୍ଟକର୍ମର ଅନ୍ତରାଳରେ ରହିଛି ପ୍ରଭୁଙ୍କୁ ଖୁସି କରିବା, ପ୍ରଭୁଙ୍କର ତୃପ୍ତି, ତାଙ୍କର ତୋଷଣ, ତାଙ୍କର ପୂରଣ, ତାଙ୍କର ଆନନ୍ଦ ଏକମାତ୍ର ଲକ୍ଷ୍ୟ ସେହି ଇଷ୍ଟକର୍ମର ଅନ୍ତରାଳରେ। ଆଉ ଯେଉଁ ଇଷ୍ଟକର୍ମର ଅନ୍ତରାଳରେ ମଣିଷ ନିଜର ସ୍ୱାର୍ଥ ପ୍ରତିଷ୍ଠା କରିବାର ବୁଦ୍ଧି ଅଛି, ନିଜର କିଛି ସ୍ୱାର୍ଥ ସନ୍ଦିଚ୍ଛା ଅଛି, ସେଇ ଇଷ୍ଟକର୍ମ କିନ୍ତୁ ପରିପୂରିତ ହେବ ନାହିଁ, ପରିପୂରିତ ହେବ ନାହିଁ। କିନ୍ତୁ ଯେଉଁ ଇଷ୍ଟକର୍ମ ପଛରେ ପ୍ରଭୁଙ୍କର ତୃପ୍ତି ନିହିତ ରହିଛି, ସେହି ଇଷ୍ଟକର୍ମ ଶତ ବାଧା ବନ୍ଧନ ସତ୍ତ୍ୱେ ମଧ୍ୟ ତାହା ଅଚିରେ ସମ୍ପନ୍ନ ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ତେବେ ଯେଉଁମାନେ ବାଧା ବିପତ୍ତି ସୃଷ୍ଟି କରନ୍ତି ସେମାନେ ମଧ୍ୟ ଭଲ ମଣିଷ। ଯଦି ସେମାନଙ୍କ ଭିତରେ ଯେଉଁ ଅହଙ୍କାର ରହିଛି, ସେ ଅହଙ୍କାରକୁ ଯଦି ଟିକେ ଆଡ଼େଇ ଦେଇପାରନ୍ତି ଏବଂ ଇଷ୍ଟ ପଥରେ ଚାଲିପାରନ୍ତି, ତାହେଲେ ସେମାନଙ୍କ ଦ୍ୱାରା ମଧ୍ୟ ଅନେକ କିଛି ଅସମ୍ଭବ ସମ୍ଭବ ହେଇପାରେ। ଠାକୁର କହୁଛନ୍ତି ଯେ ମୁଁ ଯେଉଁ ଇଷ୍ଟ କର୍ମର, ଯେଉଁ ଜୀବନ ବର୍ଦ୍ଧନର ଯଜ୍ଞର ଅଗ୍ନି ଲଗେଇଛି, ନିଆଁ ଲଗେଇଛି, ସେ ନିଆଁକୁ କେହି ରୋକିପାରିବେ ନାହିଁ। ଏପରିକି ମୁଁ ଚାହିଁଲେ ମଧ୍ୟ ସେ ଜୀବନ ବର୍ଦ୍ଧନର ଅଗ୍ନିକୁ ନିର୍ବାପିତ କରିପାରିବି ନାହିଁ। ତେଣୁ ଠାକୁର କହୁଛନ୍ତି ଯେ ଏପରି ଗୋଟେ ସମୟ ଆସିବ, ଯଦି ପରମପିତାଙ୍କର କାମ ମଣିଷ ନ କରେ, ତାହେଲେ ମାଟି ତଳୁ ମଣିଷ ବାହାରିବେ ଏବଂ ପ୍ରଭୁଙ୍କର କାମ କରି ଚାଲିବେ।
परम पितांकर काम करि चलिबे ए पर्यंत मध्य ठाकुर कहछन्ति तेणु आमे एटा बुझी नेबा दरकार जे मोर सौभाग्य मो इष्टकर्म किसी सहयोग करि पारुछि एटा मोर एटा मो पई परम सौभाग्य कारण जो परिवेश रे इष्टकर्म हुए कौन सी मंदिर कौन सी केंद्र मंदिर निर्माण कार्य हो किंबा दीक्षा महादीक्षार कार्यक्रम हो किंबा उत्सव महोत्सव कार्यक्रम हो किंबा डीपीआर कार्यक्रम हो जो परिवेश रे इष्टकर्म चले से परिवेश रे रहुथिबा गुरुभ्राता माँ माने अत्यंत सौभाग्यवान एथिपाई जे से इष्टकर्म रे जोग दे सेमानंकर जीवन रे थिबा अभाव असुविधा दुख दुर्विपाप को से माने दूर करि पारिबे तांकर जो ग्रह दोष रही रिष्ट रही सब खंडन हो जाए इष्टकर्म करने भीतर दे तेणु जो परिवेश रे इष्टकर्म आरंभ हुए बा इष्टकर्म करिवार गोटे सुजोग अच्छी से परिवेश रो समस्त गुरुभ्राता माँ माने अत्यंत सौभाग्यवान से माने निजको से प्रभुंकर काम रे सामिल करिया दरकार बाधा न दे से इष्टकर्म रे बाधा न दे बरम निजको सामिल करिया दरकार कारण बाधा देवा द्वारा निजर ही क्षति हुए आ प्रभुंकर काम केही रोकी पारिबे नाही ठाकुर कहते जदि केही न करती ताहले माटी तळु मनीष बाहरिबे एवं परम पितांकर काम करिवे तेणु आमे सावधान हेबा दरकार प्रभु आम पई ए जो इष्टकर्मर सुजोग सृष्टि करिसथि एटा हमर जीवन को सार्थक सुंदर करि तोलिबा पई हमर जीवन को सब प्रकार विपद मुक्त करि तोलिबा पई हमर जीवन रे शांति आनंद को प्राप्त करिबा पई से এই কর্মর সুযোগ সৃষ্টি করেছেন তেণু আমি জানিবা দরকার আমি বুঝিবা দরকার সে সবু সেদিন জনে গুরু ভাই ঠাকুর প্রশ্ন ঠাকুর মଣିষ পরিবর্তন হো না ঠাকুর কহিলে না পরিবর্তন নিশ্চিত ভাবে হবে কেতে সময় লাগে ঠাকুর কହୁଛନ୍ତି গোটে ফুটকিরে মଣିଷ পরিবর্তন হয়ে যাইপারে গোটে উপমা ছଳରେ ঠাকুর কହୁଛନ୍ତି রে রেলগাড়ি দেখিଛୁ চলন্তা রেলগাড়ি हाँ ताहले सेही रेलगाड़ी गोटे रेल धारणा आउ गोटे रेल धारणा को जीवाई केते समय लगे गोटे मुहूर्त लगे ठीक से परी मनीष जदि चाहे परिवर्तन हेबाई ताहले गोटे मुहूर्त रे से परिवर्तन हो जाए पारे आ जो मनीष चाहिए ना परिवर्तन हेबाई तापाई कौन से रास्ता नहीं तेणु आसतु दक्ष कुशल तड़ित्रागे गुरु आदेश पालन जही से सिद्धि जागे तेणु आम जीवन में प्रभुंकर काम करने भितर दे सिद्धि निश्चित भाव आसो एमात्र सन्देह ना प्रभु को धरी चलवा निजर जीवन को सार्थक सुंदर कर तोड़ा स्वस्तिया हवे हो आगवान भय नहीं आरे भय नहीं इष्टार्थे प्राण जे क्षय नहीं तार क्षय नहीं दादा जय खूब सुंदर भाव में आमर सामान्य जगन्दा अध्यापक जगन चांदनी ठाकुर पवित्र पांजाधरी कर्मी विभिन्न दिग देखिए आम पार सब ठाकुर कथा तोड़ धरले आम मान जीवन में नित्य सत्संग केते आवश्यकता अच्छी आउ प्रवृत्तिमुखी मन को निम्नमुखी मन को ऊर्ध्व को नहीं जापाई सत्संग जो आवश्यकता अच्छी से कथा नहीं कथा आरंभ कले एवं ये श्रेयांशी बहुविज्ञानी आउ द्वंद्व बाधा विघ्न दड़ी दक्ष कुशल तड़ित रागे गुरु को आदेश पालन जही से सिद्धि जागे यही बहु बाधा विघ्न भितर यदि द्वंद्व बाधा विघ्न दड़ी की तड़ित कुशल गुरु को आदेश पालन करने मनुष्य जाए आउ कौन कौन किभली हुए ता जीवन रे से नरेश कुमार सिंह दांकर जीवना लक्ष्य भितर ये जो बेगूसराय मंदिर किभली निर्माण है आउ से तार जो बाधा विघ्न जहाँ जहाँ सब आसला ताको अतिक्रम करके किभली है से कथा नहीं कि अनेक भाव में आम पाखे ठाकुर कथा सब तोड़ धरले आम मैंने आमर सामान्य जगन्नाथ सुस्थ सुदीर्घ निराम जीवन परिवार समस्त सर्वदा मंगल ठाकुर श्री चरण प्रार्थना जनवा एमती प्रभु कथा कही आम मान प्रेरणा पुष्ट कर धारा ही अभ्यास थाऊ या ठाकुर श्री चरण प्रार्थना जय गुरु आज्ञा जय गुरु आसंता काली सत्संग प्रतिदिन भली निवेदन कर वृंदावन भाई इनर वृंदावन बेहरा से तो सत्संग निवेदन कर श्रद्धा ज्योतिमा श्रीमती ज्योतिर्मयी नायक सुकन्या
दीप्तिमयी तांकर एग्जाम अच्छी से उपलक्षे सत्संग निवेदन करछन्ती आसंता काली सत्संग योगदान करिया वर्तमान आमर श्रद्धा जलेश्वर भाई जलेश्वर पटेल समापन कीर्तन करी ध्वनि दे सत्संग समापन हो। जय गुरुदेव जय गुरु। नमस्कार। प्राण जालगी पागल हुए बंधन बाधाड़े प्राण जालगी पागल हुए बंधन बाधाड़े विरह निरे निरत झुरे विरह निरे निरत झुरे महामिलन पाई रे तंक परी केही नहीं प्रिय परम सेही रे तंक परी केही नहीं प्राण जालगी पागल हुए बंधन बाधाड़े केते जन्म केते साधना बीती छिलो हालहुरे सीना केते जन्म केते साधना बीती छिलो हालहुरे सीना हजिनी तृष्णा खोजिछि केते बंधुर पथे अंधार राते अभय पद संधान पाई तर अभय पद संधान पाई आउ छाड़िबी नहीं रे प्रिय परम सेही तांक परी केही नहीं प्राण जालगी पागल हुए बंधन बाधाड़े प्राण जालगी पागल हुए बंधन बाधाड़े मानव जन्म सफल हेब श्रीपद सेवा से भाग्य मिलिब अचंचल चित्त अनन्य भाव अविराम गति भक्ति रे जोग मानव जन्म सफल हेब श्रीपद सेवा से भाग्य मिलिब अचंचल चित्त अनन्य भाव अविराम गति भक्ति रे जोग देइछ सबु दयाल प्रभु देइछ सबु दयाल प्रभु मोर चाहिबा किछि नहीं रे प्रिय परम सेही रे तांक परी केही नहीं प्राण जालगी पागल हुए बंधन बाधाड़े परम पिता तो हृदय स्वर भाविले भावना होइबा दूर परम पिता हृदय स्वर भाविले भावना होइबा दूर ताड़न पीड़न भत्सनारे प्रेमर परस पियोष धरे अधर हस अभय डाक अधर हस अभय डाक ब्रह्मांडे बड़ नाही रे प्रिय परम सेही रे तांक परी केही नहीं प्राण जालगी पागल हुए बंधन बाधाड़े
বিরহানি রে নিরাত ঝুরে বিরহানি রে নিরাত ঝুরে মহামিলন পাই রে প্রিয় পরম ସେହି ରେ ତାଙ୍କ ପରି କେହି ନାହିଁ ପ୍ରାଣ ଲାଗି ପାଗଳ ହୁଏ ବନ୍ଧନ ବାଧାରେ ବନ୍ଦେ ପୁରୁଷୋତ୍ତମ वन्दे पुरुषोत्तमं ବନ୍ଦେ ପୁରୁଷୋତ୍ତମମ୍ वन्दे पुरुषोत्तमं ବନ୍ଦେ ପୁରୁଷୋତ୍ତମମ୍ परम प्रेममय श्री ठाकुर चंद्र जी परम प्रेममय श्री ठाकुर चंद्र जी की परम प्रेममय श्री ठाकुर चंद्र जी की परम राधा श्री वर्मा की परम राधा श्री वर्मा की परम राधा परम जपाल श्री वरदास की परम पूज्यपाल श्री वरदा की परम पूज्यपाल श्री वरदा की परम पूज्यपाल श्री आचार्य देव की परम पूज्यपाल श्री आचार्य देव की परम पूज्यपाल श्री आचार्य देव की वंदे पुरुषोत्तम वंदे मातृभगान वंदे वंदे पुरुषोत्तम वंदे पुरुषोत्तम परम प्रेममय ठाकुर चंद्र जी की माननीय देवेंद्र दान कुमार आंतरिक राय बाकी समस्त दादा